कुमार दास ଆଉ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଆଉ ତା ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱାମୀ ଅନିଲ ଭାଇ, ତାଙ୍କର ଧର୍ମପତ୍ନୀ ଆମର ସଦେହ ବବିତା ମା, ଆଉ ତାଙ୍କର ଆଜି ଶ୍ରୀମତୀ ବବିତା ରାଣୀ ଦାସ, ତାଙ୍କର ଜନ୍ମଦିନ। ଆଉ ବବିତା ମାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣେ ସହିତ ଅନିଲ ଭାଇ, ବବିତା ମା, ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତା ସହିତ ଆଜି ହେଉଛି ଆମର ସଦେହ ଉମା ଭାଇ ଶ୍ରୀଯୁକ୍ତ ଉମାକାନ୍ତ ସେଠୀ, ତାଙ୍କର ଜନ୍ମଦିନ। ଆଉ ସେ ଉପଲକ୍ଷେ ତାଙ୍କ ସୁପୁତ୍ର ଆମର ଉତ୍କଳ ବାବୁ ଓ ଉତ୍କଳ କେଶରୀ ସେଠୀ ସତ୍ସଙ୍ଗ ନିବେଦନ କରିଛନ୍ତି। ଉମା ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣେ ସହିତ ଆଉ ତାଙ୍କର ପରିବାର ଆଉ ଉତ୍କଳ ବାବୁ ସମସ୍ତଙ୍କର ସର୍ବଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ବର୍ତ୍ତମାନ ଶଙ୍ଖଧ୍ୱନି ପ୍ରଦାନ କରିବେ ଆମର ସଦ୍ୟା ମନସ୍ୱିନୀ ମା, ଶ୍ରୀମତୀ ମନସ୍ୱିନୀ ଶତପଥୀ। ଆଉ ସଦ୍ଗୁରୁ ବନ୍ଦନା କରିବା ଆମ ସ୍ୱାମୀ ଭବାନୀ ଭାଇ, ଠାକୁରଙ୍କ ସପ୍ରତିନିଧି ଭଗବାନ ଶଙ୍କର ଶତପଥୀ। ବର୍ତ୍ତମାନ ମନସ୍ୱିନୀ ମାଙ୍କୁ ଅନୁରୋଧ କରୁଛି ଶଙ୍ଖଧ୍ୱନି ପ୍ରଦାନ କରନ୍ତୁ। गुरुर्ब्रह्मा गुरुर्विष्णु गुरुर्देव महेश्वर गुरुरेव परं ब्रह्म तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। अज्ञानतिमिरन्धस्य ज्ञानञ्जनं शलाकया चक्षुर्मिलितं येन तस्मै श्रीगुरवे नमः। आवरं जङ्गं व्याप्तं येन कृष्णं चराचरं तत्पदं दर्शितं येन तस्मै श्रीगुरवे नमः। बुद्धेन परिव्याप्तं त्रैलोक्यं सचराचरं तत्पदं दर्शितं येन तस्मै श्रीगुरवे नमः। न गुरुरधिकं तत्तं न गुरुरधिकं तपः तत्त्वज्ञानात् परं नास्ति तस्मै श्रीगुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरुरादिर्नादिश्च गुरु परमदैवतं गुरु परतरं नास्ति तस्मै श्री गुरवे नमः। ब्रह्मानन्दं परमसुखदं केवलं ज्ञानमूर्तिं गन्धातीतं गगनसदृशं तत्त्वमस्यादिलक्ष्यम् एकमनत्तं विमलमचलं सर्वोधिसाक्षिभूतं भावातीतं त्रिगुणरहितं सद्गुरुं तं नमामि। सद्गुरुं तं नमामि। सद्गुरुं तं नमामि। जय गुरु। ଶଙ୍ଖଧ୍ୱନି ପ୍ରଦାନ କଲେ ଆମର ସଦେହ ମନସ୍ୱିନୀ ମା, ଶ୍ରୀମତୀ ମନସ୍ୱିନୀ ଶତପଥୀ। ଆଉ ସଦ୍ଗୁରୁ ବନ୍ଦନା କଲେ ଆମର ସ୍ୱାମୀ ଭବାନୀ ଭାଇ, ଠାକୁରଙ୍କ ସପ୍ରତିନିଧି ଭଗବାନ ଶଙ୍କର ଶତପଥୀ ଉଭୟଙ୍କର ତାଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଆମେ ସମୂହରେ 2 ମିନିଟ୍ ନାମ ଜପ କରିବା। ଆଉ ନାମ ସମୟ ଆରମ୍ଭ ହେଲା।
ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କରିବେ ଆମର ସୌମ୍ୟ ସେନ୍ଦା। ଶ୍ରୀଯୁକ୍ତ ବିଚିତ୍ର ସେନ ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଜୟଗୁରୁ। ପରମ ପ୍ରେମ ଯୁଗାବତାର ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁଚନ୍ଦ୍ରଙ୍କ ଗୃହସ୍ଥ ରଚିତ ପବିତ୍ର ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ। ଅର୍ଥ ମାନ ଦଶକରି ପାଇବା ଆଶାରେ ମୋତେ ଠାକୁର ସାହି ଭକ୍ତ ହୋ ନାହିଁ। ସାବଧାନ ହୁଅ, ଠକିଯିବ। ତୁମର ଠାକୁର ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆହତ ବା ଅଭିଭୂତ ହୁଏ ନା, ତାହା ହିଁ ବିଶ୍ୱାସ। ବିଶ୍ୱାସ ନଥିଲେ ଦର୍ଶନ ହେବ କିପରି? କର୍ମ ବିଶ୍ୱାସକୁ ଅନୁସରଣ କରେ। ଯେପରି ବିଶ୍ୱାସ, କର୍ମ ମଧ୍ୟ ସେହିପରି ହୁଏ। ଗଭୀର ବିଶ୍ୱାସରେ ସବୁ କିଛି ହୋଇପାରେ। ବିଶ୍ୱାସ କର, ସାବଧାନ, ଅହଙ୍କାର, ଅଧୈର୍ଯ୍ୟ ଓ ବିରକ୍ତି ନ ଆସେ। ଯାହା ଚାହଁ ତାହା ହିଁ ହେବ। ବିଶ୍ୱାସ ହିଁ ବିସ୍ତାର ଓ ଚୈତନ୍ୟ ଆଣି ଦେଇପାରେ, ଆଉ ଅବିଶ୍ୱାସ ଜଡ଼ତ୍ୱ, ଅବସାଦ, ସଂକୀର୍ଣ୍ଣତା ଆଣିଥାଏ। ବିଶ୍ୱାସ ଯୁକ୍ତି ତର୍କର ବାହାରେ। ଯଦି ବିଶ୍ୱାସ କର, ଯେତେ ଯୁକ୍ତି ତର୍କ ତୁମର ସମର୍ଥନ କରିବ ହିଁ କରିବ। ତୁମେ ଯେପରି ଭାବରେ ବିଶ୍ୱାସ କରିବ, ଯୁକ୍ତି ତର୍କ ତୁମକୁ ସେହିପରି ସମର୍ଥନ କରିବ। ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କଲେ ଆମର ସୌମ୍ୟ ସେନ୍ଦା। ଶ୍ରୀଯୁକ୍ତ ବିଚିତ୍ର ସେନ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର କବିତା ମା ଶ୍ରୀମତୀ କବିତା ସ୍ୱାଇଁ। ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ। ଅନଲାଇନରେ ଯୋଗଯୁକ୍ତ ହୋଇଥିବା ସମସ୍ତ ଦାଦା ମାନଙ୍କୁ ମୋର ଜୟଗୁରୁ। ପରମ ପ୍ରେମମୟ ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ନାରାୟଣ ନୀତି ଗ୍ରନ୍ଥ ପାଠ କରୁଛି। ମୋର କଥା ଗୁଡ଼ିକ ଯଦି ତୁମର କେବଳ କଥା ଓ ଚିନ୍ତାର ଖୋରାକ ମାତ୍ର ହୁଏ, କରିବା ବା ଆଚରଣ ଭିତର ଦେଇ ସେଗୁଡ଼ିକୁ ଯଦି ବାସ୍ତବରେ ଫୁଟେଇ ତୋଳି ନ ପାର, ତେବେ ପାଇବା ଯେ ତୁମର ତମସାଚ୍ଛନ୍ନ ରହିଯିବ, ତାହା କିନ୍ତୁ ଅତି ନିଶ୍ଚୟ। ତୁମର ମୁଁ। ନାରାୟଣ ନୀତି। ଉନ୍ନତିର ପଥରେ ତୁମେ ଯଦି ଭଲ ହିଁ ରହିବାକୁ ଚାହଁ, ଜ୍ଞାନ, ଶାନ୍ତି ଓ ସମ୍ମାନରେ ଯଦି ତୁମର ଜୀବନକୁ ଉନ୍ନତି ପଥରେ ଅତିବାହିତ କରିବାକୁ ଚାହଁ, ତେବେ ତୁମେ ତୁମର ପୁରୁଷଙ୍କ ନିକଟରେ ଏପରି ଭାବରେ ଶ୍ରୀ, ବାକ୍, ଚରିତ୍ର ଓ ସେବା ନେଇ ଉପସ୍ଥିତ ହୁଅ, ଯେଉଁଥିରେ ସେ ଜୀବନ, ଯଶ ଓ ବୃଦ୍ଧିରେ ଉନ୍ନତ ଓ ଅତୁଟ ହୁଅନ୍ତି। ବାଣୀ ସଂଖ୍ୟା 124। ଜୟ ଗୁରୁ ଦାଦା। ଜୟ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ କବିତା ମା ଶ୍ରୀମତୀ କବିତା ସ୍ୱାଇଁ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସେମାନେ ଅନିଲ ଭାଇ ଶ୍ରୀଯୁକ୍ତ ଅନିଲ କୁମାର ସାହୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ସ୍ୱାସ୍ଥ୍ୟ ସଦାଚାର ସୂତ୍ର ପାଠ। ଯେଉଁମାନେ ଅଯଥା ନିଜର ଶରୀରକୁ କଷ୍ଟ ଦିଅନ୍ତି ବା ନିର୍ଯାତନା କରନ୍ତି, ତାହା ଯଦି ସତ୍ତା ପୋଷଣୀ ନ ହୁଏ, ସେମାନଙ୍କ ଅନ୍ତର୍ନିହିତ ଈଶ୍ୱରଙ୍କ ଜୀବନ୍ତ ଆଶୀର୍ବାଦକୁ ନିପୀଡ଼ିତ କରି ତୋଳନ୍ତି। ସେ ପୀଡ଼ନ ଈଶ୍ୱରଙ୍କୁ ସ୍ପର୍ଶ କରେ। ବାଣୀ ସଂଖ୍ୟା 17। ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ଜୟ। ଜୟ ଗୁରୁ। ଜୟ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସେମାନେ ଅନିଲ ଭାଇ ଶ୍ରୀଯୁକ୍ତ ଅନିଲ କୁମାର ସାହୁ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ। 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 ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସେମାନେ ଭବାନୀ ଭାଇ ଠାକୁରଙ୍କ ସବ୍ରତ ରୀତିକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଶତପଥୀ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ସୁଦାମ ଭାଇ ଶ୍ରୀଯୁକ୍ତ ସୁଦାମ ମହାରଣା। ତୃତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ସମ୍ବିତା ମାସ ଶ୍ରୀ ସମ୍ବିତା ସାହୁ। ଚତୁର୍ଥ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ଝରଣା ମା ଝରି ମା ଶ୍ରୀମତୀ ଝରଣା ବେଉରା ଏବଂ ପଞ୍ଚମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ନମିତା ମା ଶ୍ରୀମତୀ ନମିତା ସାହୁ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ସ୍ୱାମୀ ଭବାନୀ ଭାଇ ଠାକୁରଙ୍କ ସବ୍ରତ ରୀତିକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଶତପଥୀ ପ୍ରଥମ ଭଜନ ପରିବେଷଣ କରିବେ। ଦେବ ଭାଇ ଜୟଗୁରୁ। ଜୟ। ସମସ୍ତଙ୍କୁ ପ୍ରିୟ ପ୍ରାତଃ ସତ୍ସଙ୍ଗରେ ମୋର ରାନନ୍ଦ ଜୟଗୁରୁ। ପରମ ଦୟାଲ ପରମ ପ୍ରେମ ଶ୍ରୀ ଠାକୁରଙ୍କ ବିରଚିତ ଏହି ଭଜନ।
তোমারি চরণ করিয়া চলেছি তোমারি পথে তোমারি চরণ করিয়া চলেছি তোমারি পথে তোমার ভাবেতে ভাবিব তোমারে তোমার ভাবেতে ভাবিব তোমারে আশা করি মন রথে চলেছি তোমার পথে তোমারে ভেঙে তুরে যা যতে বাসনা তীব্র গতিতে চলুক সাধনা ভেঙে তুরে যা যতে বাসনা তীব্র গতিতে চলুক সাধনা মানস জেগে থাকে যেন মানুষ জেগে থাকে যেন ধ্রুব তারা তব সাথে চলেছি তোমারি পথে তোমারি শত পদাঘ সহিয়া বক্ষে আসিয়াছি পিতা তব সমুখে শত পদাঘ সহিয়া বক্ষে আসিয়াছি পিতা তব সমুখে হৃদয় আমার জলে পুড়ে গেছে হৃদয় আমার জলে পুড়ে গেছে অবহেলা উৎপাতে চলেছি তোমার পথে এনেছি অমৃত তোমারি দ্বারে বহে আখি জল সতেজ ধারে অমৃত তোমারি দ্বারে বহে আখি জল সতেজ ধারে পাপি তাপি বলে ঘৃণায় পেয়েছি পাপি তাপি বলে ঘৃণায় পেয়েছি আশিস পাইনি মাথে চলেছি তোমারি পথে তোমারি চরণ জেনেছি দয়া প্রেম পরার্থ পাপির ব্যথায় আখি ঝরে জেনেছি দয়া প্রেম পরার্থ পাপির ব্যথায় আখি ঝরে দুহাত প্রসারী হে অমৃত প্রেমী
দুহাত প্রসারে হে অমৃত প্রেমী লৌহ কুলে রাখো সাথে চলেছি তোমার পথে তোমারে চরণ করিয়া তোরে চলেছি তোমার পথে তোমারি ভাবেতে ভাবিব তোমারে তোমারি ভাবেতে ভাবিব তোমারে আশা করি মন রথে চলেছি তোমারি পথে তোমারে চরণ করিয়া তোরে চলেছি তোমারি পথে খুব সুন্দর ভাবে ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସେମାନେ ଭବାନୀ ଭାଇ ଠାକୁରଙ୍କ ସହ ପ୍ରତିନିଧି ଶ୍ରୀ ଭଗବାନ ଶଙ୍କର ଶତପଥୀ ଖୁବ ସୁନ୍ଦର ଭାବରେ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କର ବିରିଚିତ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପୁନର୍ବାର ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ଜୟ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ ସୁଦାମ ଭାଇ ଶ୍ରୀଯୁକ୍ତ ସୁଦାମ ମହାରଣା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଶୁଭୁଛି ହଁ ଶୁଭୁଛି। हे गुरु मोर जीवन बल्लभ करुणामय ଯାହା ବହୁତ ଦିନ ପରେ श्री ଠାକୁର ମନେ ପଡିଲା କଥା हरि केतेବେଳେ କେଉଁ ରୂପେ ଆସୁଥାଅ କେତେବେଳେ କେଉଁ ରୂପେ ଆସୁଥାଅ ପାରେ ନାହିଁ କେହି କହି हे गुरु मोर जीवन बल्लभ करुणामय श्री हरि हे गुरु मोर जीवन बल्लभ करुणामय श्री हरि हे गुरु मोर जीवन बल्लभ करुणामय श्री हरि केतेବେଳେ କେଉଁ ରୂପେ ଆସୁଥାଅ କେତେବେଳେ କେଉଁ ରୂପେ ଆସୁଥାଅ ପାରେ ନାହିଁ କେହି କହି ହେ ଗୁରୁ ତୁମେ ଜୀବନ ବଲ୍ଲଭ କରୁଣାମୟ ଶ୍ରୀ ହରି सत्य श्री हरि त्रेतयारे राम द्वापर कले नव घन श्याम सत्य श्री हरि त्रेतयारे राम द्वापर कले नव घन श्याम नाना रूपे नाना लीला चरमिल नाना रूपे नाना लीला रमिल जुग उपयोगी होई हे गुरु तुमे जीवन बल्लभ करुणामय श्री हरि हे गुरु मोर जीवन बल्लभ करुणामय श्री
হরি। কলির শেষে পাবনা জল কলির শেষে রে পাবনা জিলারে জল চন্দ্র মাতা মন্মোগী ধন্য শিবচন্দ্র মাতা কোড় হে গুরু মোর জীবন বল্লভ করুণাময় হে গুরু মোর জীবন বল্লভ করুণাময় যোজন যোজন ইষ্টভূতি তিনি জপন জ্ঞান শিখাইল পুনি যোজন যাজন ইষ্টভূতি পুনি জপ নাম জ্ঞান শিখাইল পুনি সত নাম সত সঙ্গে মজাইল সত নাম সত সঙ্গে মজাইল ভকত সঙ্গরে ঠাই হে গুরু মোর জীবন বল্লভ করুণাময় শ্রী হরি হে গুরু মোর জীবন বল্লভ করুণাময় শ্রী হরি কেতে বেড়ে কেউ রূপে আসিতা কেতে বেড়ে কেউ রূপে আসিতা পারে নাই কেহি করি হে গুরু মোর জীবন বল্লভ করুণাময় শ্রী হরি হে গুরু মোর জীবন বল্লভ করুণাময় শ্রী হরি করুণাময় শ্রী হরি। জয় গুরু জয় গুরু। জয় জয় খুব সুন্দর ভাବରେ ଆମର ବିଷ୍ଣୁ କଣ୍ଠଶିଳ୍ପୀ ଆମର ସଦା ସୁଦାମ ଭାଇ ସହିତ ସୁଦାମ ମହାରଣା ଖୁବ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ସଦା ସମ୍ବିତ ମା ସୁଶ୍ରୀ ସମ୍ବିତା ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। তুমি হি প্রণব পূর্ণ ব্রহ্ম সৃষ্টির প্রথম নাদ সৃষ্টির প্রথম নাদ তুমি হি সাকার তুমি নিরাকার তুমি হি সাকার তুমি নিরাকার
सृष्टिर प्रथम नाद तुमी ही प्रणव पूर्ण ब्रह्मा सृष्टिर प्रथम नाद सृष्टिर प्रथम नाद तुमी ही साकार तुमी निराकार तुमी ही साकार तुमी निराकार तुमी ही प्रथम सत्ता सृष्टिर प्रथम नाद सृष्टिर प्रथम नाद तुमी ही प्रणव पूर्ण ब्रह्मा सृष्टिर प्रथम नाद सृष्टिर प्रथम नाद शिशुर प्रथम क्रंदन तुमी विरह काकरी गान तुमी बसंतर मलय स्पर्श कोकिलर कुकुतान शिशुर प्रथम क्रंदन तुमी विरह काकरी गान तुमी बसंतर मलय स्पर्श कोकिलर कुकुतान तुमी मार्गशीर तुमी ही शिशिर तुमी मार्गशीर तुमी ही शिशिर तुमी ही प्रथम सत्ता सृष्टिर प्रथम नाद सृष्टिर प्रथम नाद तुमी ही प्रणव पूर्ण ब्रह्मा सृष्टिर प्रथम नाद सृष्टिर प्रथम नाद कवि लिखनीर कविता तुमी ही शंकर वेद तुमी मधुमय संगीतर स्वर तुमी अनाहत नाद कवि लिखनीर कविता तुमी ही शंकर वेद तुमी मधुमय संगीतर स्वर तुमी अनाहत नाद तुमी ही अक्षर तुमी अवतार तुमी ही अक्षर तुमी अवतार तुमी शून्यानी संपद सृष्टिर प्रथम नाद सृष्टिर प्रथम नाद तुमी ही प्रणव पूर्ण ब्रह्मा सृष्टिर प्रथम नाद सृष्टिर प्रथम नाद तुमी ही साकार तुमी निराकार तुमी ही
ନିରାକାର ତୁମେ ହିଁ ପ୍ରଥମ ସତ ସୃଷ୍ଟିର ପ୍ରଥମ ନାଦ ସୃଷ୍ଟିର ପ୍ରଥମ ନାଦ ତୁମେ ହିଁ ପ୍ରଣବ ପୂର୍ଣ୍ଣ ବ୍ରହ୍ମ ସୃଷ୍ଟିର ପ୍ରଥମ ନାଦ ସୃଷ୍ଟିର ପ୍ରଥମ ନାଦ ସୃଷ୍ଟିର ପ୍ରଥମ ନାଦ ଜୟ ଗୁରୁ। খুব সুন্দর সমুদ্র সরিত কণ্ঠের আমার বিষ্ট কণ্ঠশিল্পী শ্রদ্ধেয়া ସମ୍ବିତା ମା ସୁଶ୍ରୀ ସମ୍ବିତା ସାହୁ ଆମର ଦୟାନିଧି ଭାଇ ତାଙ୍କର ପିତୃଦେବ ତାଙ୍କର ହରିମନଙ୍କ ସହାୟତାରେ ଖୁବ ସୁନ୍ଦରରେ ଏଇ ଭଜନ ପରିବେଷଣ କଲେ। ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁଦେବ। ଜୟ ଗୁରୁ। ଜୟ ଆଜ୍ଞା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟା ଝରିମା ସୁମତି ଝରଣା ବେଉରା ପରବର୍ତ୍ତୀ ଭଜନ ପରିବେଷଣ। ଜୟ ଗୁରୁ ଭାଇ। ଜୟ ଗୁରୁ। ତୁମକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ତୁମକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ଜୀବନ ସ୍ୱାମୀ ପାଦେ ତୁମକୁ ବରି ଜୀବନ ସ୍ୱାମୀ ପାଦେ ତୁମକୁ ବରି ଜୀବନ ମୋ ଧନ୍ୟ ହୋଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ତୁମକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ସଂସାର ସାଗରେ ଜୀବନ ତରି ଲଗାଇବ କୂଳେ ଭରସା ସଂସାରୀ ସଂସାର ସାଗରେ ଜୀବନ ତରି ଲଗାଇବ କୂଳେ ଭରସା ସଂସାରୀ ଦୂଷିତ ମନରେ ଅମୃତର ବାରି ଦୂଷିତ ମନରେ ଅମୃତର ବାରି ତୁମ ପରଶରୁ ପାଇଛି କେଡ଼େ ଭାଗ୍ୟ ମୋର ହୋଇଛି ପ୍ରଭୁ କେଡ଼େ ଭାଗ୍ୟ ମୋର ହୋଇଛି ତୁମକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ଜୀବନ ମରୁରେ ଫୁଟାଇଲ ଫୁଲ ଚଲା ପଥେ ମୋର କୁସୁମ ବିଞ୍ଚିଲ ଜୀବନ ମରୁରେ ଫୁଟାଇଲ ଫୁଲ ଚଲା ପଥେ ମୋର କୁସୁମ ବିଞ୍ଚିଲ
फुटाइल प्रेम नदीर जुआर फुटाइल प्रेम नदीर जुआर तुम प्रेमे प्रभु मजिछि मरते स्वर्ग मु पाइछि प्रभु मरते स्वर्ग मु पाइछि तुमକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇଛି ତୁମକୁ ଧରିଛି ଦୁଃଖ ହରାଇଛି ଅନ୍ଧାରେ ଆଲୋକ ପାଇଛି ପ୍ରଭୁ ଅନ୍ଧାରେ ଆଲୋକ ପାଇছে জয় গুরু ভাই ଜୟ ଗୁରୁ। ଖୁବ୍ ସୁନ୍ଦର ସମୁଦ୍ର ସଳିତ କଣ୍ଠରେ ଆମର ବିଷ୍ଣୁ କଣ୍ଠଶିଳ୍ପୀ ଆମ ସନ୍ଧ୍ୟା ଝରିମା ଶ୍ରୀମତୀ ସାରଣା ବେହେରା ଖୁବ୍ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। জয় গুরু ভাই ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମ ସନ୍ଧ୍ୟା ନମିତା ମା ଶ୍ରୀମତୀ ନମିତା ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ଅନଲାଇନରେ ଉପସ୍ଥିତ ସମସ୍ତ ଦାଦା ମାନଙ୍କୁ ଜୟ ଗୁରୁ। मोहि क्षण क्षण के आन नाही भाविबा को आउ दिन मोहि क्षण क्षण के आन नाही भाविबा को आउ दिन माड़ी आसुछि रे झंझा पवन माड़ी आसुछि रे झंझा पवन केबे करिबु गुरु भजन मोहि क्षण क्षण के आन नाही भाविबाको आउ दिन मोहि क्षण क्षण के आन नाही भाविबाको आउ दिन माड़ी आसुछि रे झंझा पवन केबे करिबु गुरु भजन मोहि क्षण क्षण के आन नाही भाविबाको आउ दिन समय सुअरे भासी जाउछि रे सबु सुखर सपन प्रभु हे सबु सुखर सपन जीवन जौवन धन जन मान सबु पराचल मान प्रभु हे सबु पराचल मान समय सुअरे भासी जाउछि रे सबु सुखर सपन प्रभु हे सबु सुखर सपन जीवन जौवन धन जन मान सबु पराचल मान प्रभु हे सबु पराचल मान काने बाजुछि से बंसी सोना हो काने बाजुछि से बंसी सोना से तो डाकू छाती घन घन मोहि क्षण क्षण के आन नाही भाविबाको आउ दिन मोहि क्षण क्षण के आन नाही भाविबाको आउ दिन माड़ी आसुछि रे झंझा पवन केबे करिबु गुरु भजन मोहि क्षण क्षण के आन नाही भाविबाको आउ दिन प्रति घरे घरे नगरे नगरे करुछन्ति से तो लीला से का निजर आउ सबु पर विनाशिबे दुख ज्वाला प्रति घरे घरे नगरे नगरे करुछन्ति से तो लीला से का निजर आउ सबु पर विनाशिबे दुख ज्वाला केड़े मधुर तांक वचन हो
କେଡ଼େ ମଧୁର ତାଙ୍କ ବଚନ, ଶୁଣି ଆନନ୍ଦି ନାଚିବ ମନ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ପୁତ୍ର ପରିବାର ସୁଜନ ସୋଦର, ସଙ୍ଗେ ନେବୁ ଖୋଜି ଖୋଜି। ତାଙ୍କ ପାଦ ତଳେ ପ୍ରାଣର ଆକୁଳ, ନାମ ପ୍ରେମେ ଯିବୁ ମଜି। ପୁତ୍ର ପରିବାର ସୁଜନ ସୋଦର, ସଙ୍ଗେ ନେବୁ ଖୋଜି ଖୋଜି। ତାଙ୍କ ପାଦ ତଳେ ପ୍ରାଣର ଆକୁଳ, ନାମ ପ୍ରେମେ ଯିବୁ ମଜି। ଥରେ କରିଲେ ତାଙ୍କ ଦର୍ଶନ ହୋ, ଥରେ କରିଲେ ତାଙ୍କ ଦର୍ଶନ, ଏଇ ଜୀବନ ହୋଇବ ଧନ୍ୟ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ମାଡ଼ି ଆସୁଛି ରେ ଝଞ୍ଜା ପବନ, ମାଡ଼ି ଆସୁଛି ରେ ଝଞ୍ଜା ପବନ, କେବେ କରିବୁ ଗୁରୁ ଭଜନ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ମଇ କ୍ଷଣ କ୍ଷଣ କେ ଆନ, ନାହିଁ ଭାବିବାକୁ ଆଉ ଦିନ। ଦାଦା ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ଜୟ ଗୁରୁ। খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার সাথে নমিতা মা শ্রীমতী নমিতা ସାହୁ খুব ସୁନ୍ଦର ସ୍ୱରବର୍ଦ୍ଧନ ନକଳଦାଙ୍କର ବିରଚିତ ଏହି କୋରସ୍ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମା। ଜୟଗୁରୁ ଦାଦା। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସମ୍ମାନୀୟ ଭାସ୍କର ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରଥ ଏବଂ ତାଙ୍କର ସହଯୋଗୀ ମାନେ କୀର୍ତ୍ତନ ପରିବେଷଣ। ଆଜ୍ଞା ଜୟଗୁରୁ। ଜୟ ଗୁରୁ। ଜୟ ଜୟ। বৃন্দাবন বৃন্দাবন, এই নব বৃন্দাবন। বৃন্দাবন বৃন্দাবন, এই নব বৃন্দাবন। দেখরে সরবে ভকতঙ্ক মেলে, দেখরে সরবে ভকতঙ্ক মেলে, বিজে শ্রী পুরুষোত্তম। দেখরে সরবে ভকতঙ্ক মেলে, দেখরে সরবে ভকতঙ্ক মেলে, বিজে শ্রী পুরুষোত্তম। বৃন্দাবন বৃন্দাবন, এই নব বৃন্দাবন। বৃন্দাবন বৃন্দাবন, এই নব বৃন্দাবন। নরতনু ধরে আসিসন্তি হরি, এই যে মরত ধাম। নরতনু ধরে আসিসন্তি হরি, এই যে মরত ধাম। সঙ্গে সখা ধরি অনন্ত কিশোরী, সঙ্গে সখা ধরি অনন্ত কিশোরী, সঙ্গে সখা ধরি অনন্ত কিশোরী, সঙ্গে সখা ধরি অনন্ত কিশোরী। ক্রিয়া করে সংকীর্তন, সঙ্গে সখা ধরি অনন্ত কিশোরী, সঙ্গে সখা ধরি অনন্ত কিশোরী। ক্রিয়া করে সংকীর্তন। বৃন্দাবন
এই নব বৃন্দাবন 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 এই নব বৃন্দাবন মহেশ কাদরী অনন্ত কিশোরী মহেশ কাদরী অনন্ত কিশোরী হীরাকলে সংকীর্তন মহেশ কাদরী হীরাকলে বৃন্দাবন পাপি তাপি মেলে তীরারম্ভিলে ধন্য হেলে জগজন পাপি তাপি মেলে তীরারম্ভিলে জগৎ হেলে চরণ স্পর্শরে পলবি উঠিলে চরণ স্পর্শরে পলবি উঠিলে চরণ স্পর্শরে পলবি উঠিলে চরণ স্পর্শরে পলবি উঠিলে সুস্থ তরুলতা ঘর চরণ স্পর্শরে পলবি উঠিলে চরণ স্পর্শরে পলবি উঠিলে সুস্থ তরুলতা ঘর এই নব বৃন্দাবন 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 এই নব বৃন্দাবন চরণ স্পর্শরে পলবি উঠিলে চরণ স্পর্শরে পলবি উঠিলে তরুলতা ঘর চরণ স্পর্শরে পলবি চরণ স্পর্শরে পলবি উঠিলে তরুলতা ঘর বৃন্দাবন বৃন্দাবন এই নব বৃন্দাবন আসরে সরবে তাঙ্করি গরবে করিবা বন্দনা গান আসরে সরবে তাঙ্করি গরবে করিবা বন্দনা গান তনু মন ধন অরপি গাইবা তনু মন অরপি গাইবা বন্দে শ্রী পুরুষোত্তম তনুমন অরপি গাইবা তনুমন অরপি গাইবা বন্দে শ্রী পুরুষোত্তম এই নব বৃন্দাবন 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 এই নব হনুমন ধন হরতি গাইবা হনুমন ধন হরতি গাইবা বন্দেশে পুরুষোত্তম হনুমন ধন হনুমন ধন হরতি গাই বন্দেশে পুরুষোত্তম শিখরে সরবে শিখরে সরবে শিখরে সরবে দাদা জয়গুরু ଜୟଗୁରୁ। খুব ସୁନ୍ଦର ଭାବରେ ଆମର ସହନୀୟ ଭାସ୍କର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାହାରୀ କର୍ମୀ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରଥ ଏବଂ ତାଙ୍କର ସହଯୋଗୀ ଆମର ଶ୍ରୀଯୁକ୍ତ ଦୁଶାସନ ଭାଇ ଶ୍ରୀଯୁକ୍ତ ଦୁଶାସନ ସାହୁ
ଏବଂ ଅନ୍ୟାନ୍ୟ ସହଯୋଗୀ ଯେଉଁମାନେ ଥିବେ ମିଳିତ ଭାବରେ ଖୁବ ସୁନ୍ଦର ଭାବରେ କୀର୍ତ୍ତନ ପରିବେଷଣ କଲେ। ଆଉ ଭାସ୍କର ଭାଇ ତାଙ୍କ ପରିବାର, ଦୁଃଶାସନ ଭାଇ ତାଙ୍କ ପରିବାର ଏବଂ ଅନ୍ୟାନ୍ୟ ସହଯୋଗୀ ଯେଉଁମାନେ ଅଛନ୍ତି ସେମାନଙ୍କ ପରିବାର ସମସ୍ତଙ୍କ ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ସମସ୍ତଙ୍କୁ ଜୟ। ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ସତ୍ସଙ୍ଗ। ଆଉ ଆଜି ହେଉଛି ଏ ଯେ ରଜ ପର୍ବ, ପହିଲି ରଜ ଆଜି ଆରମ୍ଭ, ମା ମାଟିର ପର୍ବ ଯେଉଁ କୁହାଯାଏ। ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଶ୍ରଦ୍ଧା ଠାକୁରଙ୍କ ସହପ୍ରତିନିଧି ଇଞ୍ଜିନିୟର ଶରତ କୁମାର ଦାସ, ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଅନିଲ ଭାଇ, ଶ୍ରୀ ଅନିଲ କୁମାର ଦାସ, ତାଙ୍କର ଧର୍ମପତ୍ନୀ ଆମ ଶ୍ରଦ୍ଧା ବବିତା ମା ଶ୍ରୀମତୀ ବବିତା ରାଣୀ ଦାସ, ତାଙ୍କର ଆଜି ଜନ୍ମଦିନ। ବବିତା ମାଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣେ ସହିତ ଅନିଲ ଭାଇ, ବବିତା ମା, ତାଙ୍କ ପରିବାର ସମସ୍ତଙ୍କର ସର୍ବଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତା ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଉତ୍କଳ ବାବୁ, ଆମର ଶ୍ରଦ୍ଧା ଉମା ଭାଇ, ଶ୍ରୀଯୁକ୍ତ ଉମାକାନ୍ତ ସେଠୀ, ତାଙ୍କର ଜନ୍ମଦିନ ବାର୍ଷିକ ଉପଲକ୍ଷେ ତାଙ୍କ ସୁପୁତ୍ର ଉତ୍କଳ କେଶରୀ ସେଠୀ ସତ୍ସଙ୍ଗ ନିବେଦନ କରିଛନ୍ତି। ମୋ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ଆଉ ତାଙ୍କର ପରିବାର ସମସ୍ତଙ୍କର ସର୍ବଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଧୈର୍ଯ୍ୟ ଯାଜକ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିଥି ପୂଜ୍ୟ ସର୍ବଶ୍ରୀ ଅଶୋକ କୁମାର ମଲ୍ଲିକ, ବିଜୟଭୂଷଣ ମିଶ୍ର, ବିଚିତାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଭାଗବତ ପ୍ରସାଦ ପଣ୍ଡା, ଭବାନୀ ଶଙ୍କର ଶତପଥୀ, ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୁମତ କୁମାର ମିଶ୍ର, ଡକ୍ଟର ପବିତ୍ର କୁମାର ମେକପ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ସଚ୍ଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ମୁକୁନ୍ଦ ପ୍ରସାଦ ସେନାପତି, ନିମାଇ ଚରଣ ଦାସ, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ପରଶୁରାମ ମାଣିକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ଗୁଲଶନ ଲେଙ୍କା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ, ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ, ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କର ଠାକୁରଙ୍କ କଥା ଶୁଣି ଆସିଛନ୍ତି। ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଆଉ ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି। ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ମୋର ସମ୍ମାନୀୟ ପୂଜ୍ୟ ସୀତାକାନ୍ତ ଦାସ, ଠାକୁରଙ୍କ ସପ୍ରତିନିଧି ଡକ୍ଟର ସୀତାକାନ୍ତ ଦାସ, ଆଉ ତାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ଦାଦା ଜୟ ଗୁରୁ। ଦାଦା जय गुरु। परम प्रेममय श्री ठाकुर, परमाराध्या जगज्जननी लक्ष्मी माँ, शिवाचार्य परम पूज्यपाद श्री श्री बर्दा, परम पूज्यपाद आचार्य देवं चरण प्रणाम। उपस्थित पूज्य देवेंद्र भाई, पूज्य रीति मंडली, कर्मी मंडली, इष्ट प्राण गुरु भाई, मातृमंडली समस्त जय। जाओ प्रतिदिन भाई आम आज ये चांदोल सत्संग द्वारा परिचालित सत्संग एकजुट होइछे ठाकुर गुण कीर्तन करने। तेरे सबू भितर ये जे आनंद बांटुचंती आमर देवेंद्र भाई, तांको बहुबार कृतज्ञता ज्ञापन करछि। तथा मते जो ठाकुर को कथा कहवाई सुजोग देछंती सेथिबाई मध्य मु कृतज्ञ। जाओ ठाकुर कथा आम तो सब शुणुछु। तेबे आज रज पर्व रे समस्ते मशगुल, कारण रज पर्व ये तो गोटे जो आमर पारंपरिक धर्म अनुष्ठान सहित जमी कहुए माँ धरित्री बा पृथ्वी रजस्वला से पर्व पालन करा जाए। ता सहित जो ए मनोरंजन पर्व मध्य पिला माने तथा माँ माने समस्ते पिठापଣା करते तथा नुआ लुगा पिंधती एवं समस्ते आनंदित होती। रज दोली कथा तो आम समस्ते जाचे। ता व्यतीत विभिन्न फल खाइबार सुजोग मिलता है। समय समस्ते आनंद करती। ये रज पर्व बहुत लोग बहुत समय अपेक्षा करते।
ଏହା ଆସିଲା ପରେ ସମସ୍ତେ ଖୁସି ଆନନ୍ଦିତ ରଜ ଦୋଳିରେ ଝୁଲନ୍ତି। ଆମେ ମଧ୍ୟ ଛୋଟବେଳେ ସେହିପରି ଝୁଲୁଥିଲୁ। ଆମର ଯେଉଁମାନେ ବି ଏଠି ଉପସ୍ଥିତ ଅଛନ୍ତି ସମସ୍ତେ ମନେ କରୁଥିବେ ଯେ ଛୋଟବେଳେ ରଜ କହିଲେ ଆମର କି ପ୍ରକାର ଆନନ୍ଦ ହୁଏ ଏବଂ ପିଲାମାନେ ବହୁ ପ୍ରକାର ଖାଦ୍ୟ ତ ଖାଆନ୍ତି, ପିଠାପଣା, ତା ସହିତ ନୂଆ ଡ୍ରେସ୍ ମଧ୍ୟ ପିନ୍ଧନ୍ତି। କୁମାରୀମାନଙ୍କର ପର୍ବ ବୋଲି ପୁଣି କୁହାଯାଏ। ତେଣୁ ସବୁ ଉପରେ ମା ମାନଙ୍କର କଥା, ଯେମିତି ନାରୀମାନଙ୍କର ଅଷ୍ଟ ବୈଶିଷ୍ଟ୍ୟ ଅଛି: ନିଷ୍ଠା, ଧର୍ମ, ଶୁଶ୍ରୂଷା, ସେବା, ସାହାଯ୍ୟ, ସଂରକ୍ଷଣ, ପ୍ରେରଣା ଓ ପ୍ରଜନନ। ଏଇ ଅଷ୍ଟ ବୈଶିଷ୍ଟ୍ୟ ନାରୀମାନଙ୍କ ଭିତରେ ଅଛି। ଆଉ ତା ଭିତରେ ଅସଲ କଥା ହେଉଛି ସନ୍ତାନର ଆଚାର ବ୍ୟବହାର, ଚରିତ୍ର, ଚଳନ, ଅନ୍ତର୍ନିହିତ ଗୁଣବତ୍ତା ସବୁ ମାଆର ଅବଦାନ। ମାଆ ହିଁ ସନ୍ତାନର ନିରାପଦ ଆଶ୍ରୟସ୍ଥଳ ଏବଂ ସବୁକିଛିର ଦାତା ସିଏ। ସେ ତ ସ୍ନେହ ଶ୍ରଦ୍ଧା ଖାଲି ଦିଏନି, ମଣିଷର ଯେଉଁ ଗୁଣ ବିକାଶ ହୁଏ, ତାକୁ କହୁଛନ୍ତି 5 ବର୍ଷ ଭିତରେ ଯାହା କରିଦେବ ତୁମର ସନ୍ତାନକୁ, ସେଇ 5 ବର୍ଷର କର୍ମ, ଚାଲିଚଳନ, ତାର ସଂସ୍କାର ନେଇ ସେ ସାରା ଜୀବନ ଆଗକୁ ଆଗକୁ ବଢ଼ିବ। ଏକଥା ଠାକୁର ଆମକୁ କହିଛନ୍ତି। ତେଣୁ ଏଇ ଯେ ରଜ ପର୍ବ, ଏଇଟା ଆନନ୍ଦର ପର୍ବ। ସମସ୍ତେ ଖୁସିରେ ରୁହନ୍ତୁ, ଆନନ୍ଦିତ ହୁଅନ୍ତୁ। ସମସ୍ତଙ୍କୁ ମୋର ଯେଉଁ କୃତଜ୍ଞତା, ସମସ୍ତଙ୍କୁ ମଧ୍ୟ ଯେ ଆନନ୍ଦ ପାଳିବାର ଏଇ ଯେ ଏଇଟା ଗୋଟେ, ଆମେ ସମସ୍ତେ ଆନନ୍ଦିତ ରହିବା। ଏବଂ ଠାକୁର ତ ଆମ ସତ୍ସଙ୍ଗ ତ ହେଲା ଆନନ୍ଦର ଉତ୍ସ, ଏବଂ এই ରଜ ପର୍ବ ତା ସହିତ ଆହୁରି ଆନନ୍ଦ ଯେ ମିଶେଇ ଦିଏ, ଏକଥା ଆମେ ସମସ୍ତେ ବୁଝିବା କଥା। ତେବେ ଆଜି ଯେଉଁମାନେ ସତ୍ସଙ୍ଗ ଦେଇଛନ୍ତି ସେମାନେ ଆମର ପ୍ରିୟ ଇଞ୍ଜିନିୟର ଶରତ କୁମାର ଦାସ ଏସ୍ପିଆର, ସିଏ ତ କେତେ ଦିନ ହେଲା ସତ୍ସଙ୍ଗ ଦେଇ ଆସୁଛନ୍ତି। ତାଙ୍କର ଯେଉଁ ପାରିବାରିକ ମଙ୍ଗଳ ପାଇଁ ଆମେ ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବା। ତା ସହିତ ଅନିଲ କୁମାର ଦାସ, ତାଙ୍କର ସ୍ତ୍ରୀ ବବିତା ରାଣୀଙ୍କ ଜନ୍ମଦିନ ପାଇଁ ସିଏ ଦେଇଛନ୍ତି ଏଇ ଯେଉଁ ସତ୍ସଙ୍ଗ। ତାଙ୍କର ମଧ୍ୟ ଜନ୍ମଦିନ ମୁବାରକ, ହ୍ୟାପି ବାର୍ଥଡେ। ତାପରେ ଆମର ଉତ୍କଳ କେଶରୀ ସେଠି, ସିଏ ତ ଆମର ଉମାଭାଇଙ୍କ ପୁଅ, ସେ ଉମାଭାଇଙ୍କ ଜନ୍ମଦିନ ପାଇଁ ସେ ମଧ୍ୟ ଦେଇଛନ୍ତି ସତ୍ସଙ୍ଗ। ସେଠି ମଧ୍ୟ ଆମେ ହ୍ୟାପି ବାର୍ଥଡେ କହିବା ଏବଂ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବା ସେମାନେ ଆହୁରି ଆହୁରି ଦିଅନ୍ତୁ। କାରଣ ଦବା ଭିତରେ ହିଁ ଆମର ପ୍ରେମ ବଢ଼େ, ପ୍ରୀତି ବଢ଼େ, ନିଷ୍ଠା ବଢ଼େ ଏବଂ ଆମର ଶକ୍ତି, ଭକ୍ତି ସବୁକିଛି ବଢ଼ିଥାଏ। ଠାକୁର କହୁଛନ୍ତି ଦେଇଦିଅ କିଛି ଚାହୁଁ ନାହିଁ, ସବୁ ଦେଖିବା, ସବୁ ତୁମର ହେଇଯାଉଛି। ଦବା ପାଇଁ ଠାକୁର ବହୁ ଭାବରେ କହିଛନ୍ତି ଏବଂ ଲୋକମାନେ ଠାକୁରଙ୍କୁ ଦବା ମାଧ୍ୟମରେ ହିଁ ତାଙ୍କର ସର୍ବସ୍ୱ ଦାନ କରି ମଧ୍ୟ ଠାକୁରଙ୍କ ପାଖରେ ଆନନ୍ଦିତ ହୋଇ ରହିଛନ୍ତି। ତେଣୁ ଆମେ ସମସ୍ତେ ସେଇ ଦବାର ଭାବଟା ହିଁ ରଖିବା। ଦବା ଭାବ ଦ୍ୱାରା ହିଁ ପାଇବା। ଠାକୁର କହୁଛନ୍ତି ଦବା ହିଁ ପାଇବା, ଈଶ୍ୱରଙ୍କୁ ଦବା ହିଁ ମଣିଷର ଅସଲ ପ୍ରାପ୍ତି। ସେ କଥା ମଧ୍ୟ ଆମେ ଜାଣିଛୁ। ଅର୍ଥ ପରମାର୍ଥରେ ପରିଣତ ହୁଏ। ଅର୍ଥ ତ ବହୁ ଭାବରେ ଲୋକମାନେ ଖର୍ଚ୍ଚ କରୁଛନ୍ତି ନିଜର ଘର ପାଇଁ, ନିଜର ଯେଉଁ ପିଲା ଛୁଆ ପାଇଁ, ତାପରେ ନିଜର ବହୁ ପ୍ରକାର ଆଡ଼ମ୍ବର ପାଇଁ, ଏସବୁ ପାଇଁ ଆମେ ଅର୍ଥ ଖର୍ଚ୍ଚ କରୁଛୁ। ଆଉ କେତେ ଲୋକଙ୍କ ପାଖରେ ବହୁତ ଅର୍ଥ ଅଛି ଅଥଚ ସେମାନେ ଖର୍ଚ୍ଚ ବି କରୁନାହାନ୍ତି, ଧରି ବସିଛନ୍ତି, ସେ ବି ହେଉଛି। କିନ୍ତୁ ଅସଲ କଥା ହେଲା ଆମେ ଯେତେ ପର୍ଯ୍ୟନ୍ତ ଠାକୁରଙ୍କୁ ବା ମନ୍ଦିର ଉଦ୍ଦେଶ୍ୟରେ, ପୂଜା ଉଦ୍ଦେଶ୍ୟରେ, ବ୍ରାହ୍ମଣ ଉଦ୍ଦେଶ୍ୟରେ, ଯଜ୍ଞ ଉଦ୍ଦେଶ୍ୟରେ ଆମେ ଯେତେବେଳେ ଦାନ କରୁ, ସେଟା ଅର୍ଥଟା ପରମାର୍ଥରେ ପରିଣତ ହୁଏ ଏବଂ ମଣିଷ ସେ ତା ଦ୍ୱାରା ନିଜକୁ ପବିତ୍ର କରିପାରେ ଏବଂ ପୁଣ୍ୟ ଫଳ ପ୍ରାପ୍ତ ହୁଏ। ଏସବୁ ମୂଳରେ ରହିଛି ଆମର ଦାନ। ତେଣୁ ଆମେ ସମସ୍ତେ ଆହୁରି ଆହୁରି ଦାନ କରିବା ଏବଂ ଠାକୁରଙ୍କୁ ଆହୁରି ଆହୁରି ପାଇବା। ଠାକୁରଙ୍କ ପାଖରେ କଥା ହେଉଛି, ଠାକୁର କହୁଛନ୍ତି ଯେ ମୋତେ ଯେଉଁମାନେ ମାଗନ୍ତି, ମୋର ତାକୁ ଦେବା ପାଇଁ କିଛି ଇଚ୍ଛା ହୁଏନି, କିନ୍ତୁ ଯେଉଁମାନେ ନ ମାଗନ୍ତି ମୁଁ ସେମାନଙ୍କର ସବୁ କଥା ବୁଝେ ଏବଂ ଆହୁରି ଆହୁରି ଅଜାଡ଼ି ଦେବାକୁ ଇଚ୍ଛା କରେ। ଏକଥା ଠାକୁରଙ୍କ ପାଖରେ ମଧ୍ୟ ଯେଉଁମାନେ ଭକ୍ତମାନେ ରହୁଥିଲେ ସେମାନଙ୍କୁ ମଧ୍ୟ ବାର ବାର ଠାକୁର କହୁଥିଲେ। ତେଣୁ ଆମେ ସମସ୍ତେ ସେଇ ଦବାର ଭାବଟା ରଖିବା, ଯାହାଦ୍ୱାରା କି ଆମେ ପ୍ରକୃତରେ
ଯେ ଆମର ଯେଉଁ ସତ୍ସଙ୍ଗୀ ଜୀବନ ସାର୍ଥକ ହେବ। ଆଉ ଗୋଟେ କଥା ଏଇ ଯେଉଁ ଆମର ଯିଏ ଦେବେନ୍ଦ୍ର ଭାଇ ବହୁ ଭାବରେ ଯେ ଭଜନ କୀର୍ତ୍ତନ କରିବା ପାଇଁ ତଥା ଯେ ସତ୍ୟାନ୍ୱେଷଣ ପଢ଼ିବା ଅନ୍ୟାନ୍ୟ ବାଣୀ ପଢ଼ିବା ପାଇଁ ଲୋକମାନଙ୍କୁ କହୁଛନ୍ତି, ସେମାନେ ବହୁ ସମୟରେ ଅନୁପସ୍ଥିତ ରହୁଛନ୍ତି, ଏପରିକି କହିବା ବାଲା ମଧ୍ୟ, ଯାହାକି ପ୍ରକୃତରେ ଲିଡର ପ୍ରତି ଏଟା ଗୋଟେ ଚିନ୍ତାର ବିଷୟ। ସେ ତ ଲିଡର ଯିଏ ସତ୍ସଙ୍ଗ ପରିଚାଳନା କରୁଛନ୍ତି, ତାଙ୍କ କଥା ଆମେ ହେଲେ ଟିମ୍ ମେମ୍ବର୍ସ, ତାଙ୍କ କଥା ଯେତେଟା ଆମେ ମାନି ଚାଲିବା ସେତେଟା ଆମର ଜୀବନ ସାର୍ଥକ। ନହେଲେ ଆମେ ଏତିକି ଟିକେ ଦାୟିତ୍ୱ ଯଦି ନ ନେଇପାରୁଛୁ ତାହେଲେ ଆମେ କି ସତ୍ସଙ୍ଗୀ? ଏଟା ମଧ୍ୟ ଦେଖିବାର କଥା ଯେ ପ୍ରତ୍ୟେକ ଭାଇ ବା ଯେଉଁମାନଙ୍କୁ ଭଜନ କୀର୍ତ୍ତନ ପାଇଁ କୁହାହେଉଛି ଏବଂ ଯେଉଁମାନଙ୍କୁ କହିବା ପାଇଁ କୁହାହେଉଛି ଠାକୁରଙ୍କ ବିଷୟରେ ଏବଂ ଯେଉଁମାନଙ୍କୁ ବାଣୀ ପାଠ କରିବା ପାଇଁ କୁହାହେଉଛି, ସେମାନେ ତାଙ୍କର ସମୟରେ ଉପସ୍ଥିତ ରହିବା ଏଟା ଆମର ଦାୟିତ୍ୱର ପରିଚୟ। ତେଣୁ ସେ ବିଷୟରେ ଭାଇମାନେ ନିଶ୍ଚିତ ଭାବରେ ଯେ ମନେ ରଖିବେ। ସବୁ ଉପରେ କଥା ହେଲା ଯେ ଆମେ ତ ଠାକୁରଙ୍କୁ ଧରି ଚାଲିଛୁ ଏବଂ ବହୁ ଭାବରେ ଠାକୁରଙ୍କ ବିଷୟରେ ଜାଣିଛୁ, ତା ସହିତ ଠାକୁରଙ୍କ ଧରିବା ମାଧ୍ୟମରେ ଯେଉଁ ଆମର ଅନୁଭୂତି, ସେ କଥା ମଧ୍ୟ ଆମର କାହାକୁ ଅଛପା ନାହିଁ। କିନ୍ତୁ ତାପରେ ମଧ୍ୟ ଆମେ ଯେତେବେଳେ ବିପଦରେ ପଡ଼ୁ ସେତେବେଳେ ଆମର ମନ ସେତେବେଳେ ବହୁ ଭାବରେ ଯେ ସନ୍ଦିଗ୍ଧ ହୁଏ। ସେଥିପାଇଁ ଠାକୁରଙ୍କର ଯେଉଁ ଆମ ଗୀତାର କଥା ଅଛି, କ୍ଷିପ୍ର ଭବତି ଧର୍ମାତ୍ମା ଶୋଷନ୍ତି ନିଗଚ୍ଛନ୍ତି କନ୍ତେହ ପ୍ରତିଜାନୀୟ ନ ମେ ଭକ୍ତ ପ୍ରଣଶ୍ୟତି। ମୋର ଭକ୍ତ କେବେ ନାଶ ଯାଏନି, ଏକଥା ଭଗବାନ କହୁଛନ୍ତି। ଏବଂ ଯେ ଯେଉଁମାନେ ଧର୍ମାତ୍ମା, ଧର୍ମ କାର୍ଯ୍ୟରେ ଯେଉଁମାନେ ଆଗୁଆନ ହୁଅନ୍ତି, ଯେଉଁମାନେ ଈଶ୍ୱରଙ୍କୁ ବା ପୁରୁଷୋତ୍ତମଙ୍କୁ ପାଥେୟ କରି ଆଗକୁ ଆଗକୁ ଚାଲନ୍ତି, ସେମାନେ କ୍ଷିପ୍ର ହୁଅନ୍ତି, ସେମାନେ ଅଳସୁଆ ହୁଅନ୍ତିନି। ସେମାନେ ବହୁ ଭାବରେ ଯେ କର୍ମରେ ରତ ଥାନ୍ତି। ସେ ଭିତରେ ପ୍ରବୃତ୍ତିର ଯେଉଁ କଷାଘାତ, ବେତ୍ରାଘାତ, ସେଥିରୁ ରକ୍ଷା ପାଇବା ପାଇଁ ଏ ଏକମାତ୍ର ଉପାୟ। ଆମେ ଠାକୁର ସବୁବେଳେ ଆମକୁ କହିଛନ୍ତି ଯେ ମୁଁ ଅକ୍ରୋଧୀ, ମୁଁ ଅମାନି, ମୁଁ ନିରଳସ, ଏକଥା ବାର ବାର ଆମେ କହିବା। ସେ ବିଷୟରେ ତ ଆମେ ସମସ୍ତେ ଜାଣିଛେ, କିନ୍ତୁ ଏଇ ଅକ୍ରୋଧୀ କଥାରେ ମୋର ଗୋଟେ କଥା ମନେ ପଡ଼ୁଛି ଯେ କ୍ରୋଧରେ ଆମେ କ'ଣ କ'ଣ କରିଛୁ ଏତେ ପର୍ଯ୍ୟନ୍ତ। ଆମେ ତ ଛୋଟରୁ ବଡ଼ ହେଇଛୁ, ଆକାଶରୁ ଖସି ପଡ଼ିନୁ। ତେବେ ସେସବୁ କଥା ଆମେ ନିଶ୍ଚିତ ଭାବରେ ଜାଣିଛୁ, କିନ୍ତୁ ଏବେ ଯେହେତୁ ଠାକୁରଙ୍କୁ ଆମେ ଧରିଛୁ, ସେ ଆମେ ଶାନ୍ତ ହେଇଯାଇଛୁ ବା ଆମର ସେ କ୍ରୋଧ ଟିକେ ନିରସନ ହେଇଛି। ସେଥିପାଇଁ ଠାକୁରଙ୍କ ପାଖରେ ଗୋଟେ ଘଟଣା ଘଟିଥିଲା ଯେ ରମଣ ମାଙ୍କୁ ଆମେ ସମସ୍ତେ ଜାଣିଛେ, ଠାକୁର ତାଙ୍କୁ ଖାଇବାକୁ ପିଇବାକୁ ସବୁବେଳେ ଦିଅନ୍ତି ଏବଂ ବିଭିନ୍ନ ଲୋକକୁ କହିକି ଠାକୁରଙ୍କୁ ଯେଉଁ ତାଙ୍କୁ ଖାଇବାକୁ ଦେବାକୁ କହନ୍ତି। ସେଇ ରମଣ ମା ଆଉ ତିତିର ଦିଦି ବାଲ୍ୟ ବିଧବା, ସେ ଛୋଟବେଳୁ ଠାକୁରଙ୍କ ପାଖରେ ରହି ସେବା ଦିଅନ୍ତି। ଦୁଇ ଜଣ ବହୁ ଭାବରେ ରାଗାରାଗି ହେଇ ଏମିତି ମାରାମାରି ହେଇ ମଧ୍ୟ ସେ ରମଣ ମାଙ୍କ ମୁହଁରୁ ରକ୍ତ ବାହାରିଲା, ତା ଦାନ୍ତରୁ। ସେଇ ସବୁ କଥା ଯେତେବେଳେ ଠାକୁରଙ୍କ ପାଖରେ ଆସି ପଡ଼ିଲା, ସେତେବେଳେ ଠାକୁର ଗୋଟେ ଅଭିନବ ଦଣ୍ଡ ଦେଲେ ତିତିର ଦିଦିଙ୍କୁ। ସେ କହିଲେ ସବୁ ଫଳ କିଣି ଆଣ, ଅଙ୍ଗୁର, ସେଓ, ବିଭିନ୍ନ ପ୍ରକାର ଫଳ ଆଣିକି ରଖାଗଲା ବହୁତ। ଏବଂ ଠାକୁର କହିଲେ ଏବେ ତୁ ଖା। ସେତେବେଳେ ସିଏ ତ ବିକଳ ହେଇ କହିଲେ ଠାକୁର ଭୁଲ ହେଇଯାଇଛି, ଆଉ ମୁଁ ଯଦି ଖାଇବାକୁ ହୁଏ ମୁଁ ନେଇଯାଉଛି, ଘରେ ଖାଇବି। ନାଇଁ ନାଇଁ, ତୁ ଏଇଠି ବସି ଖା। ଏଇ ପ୍ରକାର ଦଣ୍ଡ ଠାକୁର ସେ ତିତିର ଦିଦିଙ୍କୁ ଦେଲେ। ତେଣୁ ଏ ଯେଉଁ ରାଗ ହେଲା ମଣିଷର ସବୁଠୁ ବଡ଼ ଶତ୍ରୁ, ଯେଉଁଥିପାଇଁ କେତେ ପ୍ରକାର ଭାବରେ ଯେ ଲୋକ ହଇରାଣ ହେଉଛି ତାର ହିସାବ ନାହିଁ।
एकथा आमे समस्ते जानिते। तेणु सबुरु उपरे जे आमे रागकु कंट्रोल करवा। पुणी कथा अच्छी मो अप्रधि मो अमानी ए जे मान कथाटा मध्य बहुत किछि कम नुहे। कारण यही मान सम्मान पाई केते आजिकल हजार हजार प्राण बलि पड़ुची। आमर बड़ बड़ नेता माने केमती युद्ध प्रताप जो चलैचंती सेतरे केते लोक हैरान होचंती ता तो आमे समस्ते लक्ष्य करछे। आमे मध्य सेतरु बाद नाही। आमर भारत मध्य गैस तेल ए सब जो पेट्रोल डीजेल ए सब जोगु लोक माने हैरान होचंती। ए सब सेही बान सेतिपई गोटे कथा अछि रवींद्रनाथकर ओई आसन तले माटिर परे लुटिए रब तुम्हार चरण धुलाए धुलाए धूसर हेब केन आमार मान दियार दूरे राख चिर जन्म एमन करे भूलियो नाक। ओहो चिर जन्म एमनी करे भूलियो नाक। आमी तुम्हार जात्री दले रहिब पिछे स्थान दियो हे आमाय तुमी सबार नीचे। आसे तुम्हार काছে प्रसाद दे आमी किछु चाइब ना आर रहिब চেয়ে যা করিবে তাই নিব তোমার চরণ ধুলায় ধুলায় ধূসর হব। একথা जो रवींद्रनाथकर गोटे जो संगीत एकथा आम समस्ते जानी। तेणु ये जो अमानी कथा मध्य से भितर रोची जे मनीष मान सम्मान पाई केते जे केते हैरान होची तार हिसाब नाही। से कथा अच्छी जे मनीषर तीनिटा जो तार प्रत्येक मनीषर तीनिटा रही जो एम ए प्रभु को पाइबा एम ना। गोटे है पुत्रेषणा प्रत्येक लोक तार पुत्र जन्म हो। द्वितीय है वित्तेषणा वित्तेषणा माने जो मोर धन संपत्ति जिते बढ़ुची बढ़ू। आ गोटे है लोकेषणा माने लोक मते बहुत लोक भल पातु मत बहुत लोक आदर करतु मत बहुत लोक सम्मान दिंतु। यही तीनटा है मनीष जीवन लक्ष्य। से लक्ष्य नहीं मनीष चले ते भगवान भगवान कथा तार किसी दरकार ना। कारण से कौन मिल आम तो जन्म हो संसार थी जिते दिन आनंद कर मन एक सब लोक मैंने विभिन्न भाव कहती एवं देखा जीवन भितर। किंतु आमे जो माने सत्संगी जो मैंने ठाकुर को धरी चलीचु से सबूर आमे धार धारुनी। कारण ठाकुर जहाँ कहते सेटा ही आम प्रथम एवं से धर्म पथरे चलवाटा ही आमर है जीवन उद्देश्य। से कथा ठाकुर आमको बहु भाव बुझी देचंती। सत असतेर दुई धाराई थाके सबार हृदय माझे सत जहारा असत के तारा देना प्रशय कोन काटे। सत असत ठाकुर कहते समस्त भीतर अच्छी एमती ना जे जड़े देखे दूसरी असत आ जड़े असत सत असत प्रत्येक मनीष भितर अच्छी। किंतु जो माने सत पथरे चलती से माने असत को एते गुरुत्व दियंतिनी एवं निज जीवन को से सत पथरे चलैया चेष्टा करती। प्रवृत्ति जहीरे वृद्धि पाए नष्ट करे प्रकृति से मनीष आलस्य बेहाल चालक ही तार दुष्कृति। मनीष आमे जहाँ किसी कर्म करूँ ता भितर जे आमर लाभ उद्देश्य प्रत्येक लोक जिते जोड़े जीव जहाँ कर आत्मस्वार्थी लाभ उद्देश्य से मनीष को प्रवृत्ति घेरी धरे। जमी खाद्य पेय ठार आरंभ कर कौटू बेसी पैसा मिल क्या किए पछे हैरान हो किए पछे ठकरे पड़ू से जायस ना। किंतु आमे आमर संपत्ति अधिका करवा आमे आमर सम्मान ठिकना रखा ये मनीषर प्रवृत्ति। ठाकुर कहते प्रवृत्ति जहीरे वृद्धि पाए नष्ट करे प्रकृति। या द्वारा मनीष प्रकृति नष्ट हुए। प्रकृति तो मूल जहाँकि व्यवहार जो चरित्र ए सब है प्रकृति।
ତେଣୁ ମଣିଷ ଯେତେବେଳେ ପ୍ରବୃତ୍ତିମୁଖୀ ହୁଏ ତାର ପ୍ରକୃତି ନଷ୍ଟ ହୁଏ ଏବଂ ତାର ପ୍ରାପ୍ତି ମଧ୍ୟ ଦୁଷ୍କୃତି ଠାକୁର କହୁଛନ୍ତି ଯେ ଯୋଉ ଆମେ ଯେତେ ପରିଶ୍ରମ କରୁ ଯେତେ ଦୌଡ଼ା ଘପଡ଼ା କରୁ ସେଥିରେ କିଛି ଯାଏସ ନାହିଁ ଯଦି ଆମେ ପ୍ରବୃତ୍ତିମୁଖୀ ଚଳନରେ ଚଳୁ। ସେଥିପାଇଁ ଠାକୁର ଆମକୁ ବାର ବାର କହୁଛନ୍ତି ଯେ ତୁମେ ସତ୍ ପଥରେ ଚାଲିବାକୁ ଚେଷ୍ଟା କର। ଫାଙ୍କିବାଜି ମାନେ ଫାଙ୍କିରେ ପଡ଼ିବାର ଜାଲ ବିଛାଇ ରଖିବା, ଏ କଥା ଠାକୁର କହୁଛନ୍ତି। ଯେ ଆମେ ଯଦି ଠାକୁର କହିଲେ ଆମକୁ ମାଛ ମାଂସ ଖାଅନି, ଆମେ ଯଦି ମାଛ ମାଂସ ଖାଇବା ତା ଦ୍ୱାରା ଯେଉଁ ରୋଗ ଶୋକ ଆସିବ ସେଥିପାଇଁ ଆମେ ତ ଦାୟୀ। ଦେହ ହେଲା ମଣିଷର ଯେ ଅସଲ ଯନ୍ତ୍ର ଯେଉଁଥିପାଇଁ ସାରା ଦୁନିଆ ସାଙ୍ଗରେ ତାର ପରିଚୟ ଏବଂ ଧର୍ମ ସାଧନର ଫଳ ହେଲା ଯେ ଆମର ଶରୀର। ଧର୍ମ ସାଧନର ଅସଲ ଫଳ ହେଲା ଆମର ଶରୀର। ଯଦି ଆମେ ଶରୀରକୁ ଅବଜ୍ଞା କରିବା ବା ଶରୀରକୁ ଠିକ୍ ନ ରଖିବା ଯେ ସକାଳୁ ଉଠିକି ଭଜନ କୀର୍ତ୍ତନ ଯେଉଁ ଧ୍ୟାନ ଏବଂ ଏକ୍ସରସାଇଜ ଏସବୁ ପରମ ପୂଜ୍ୟପାଦ ବର୍ଦ୍ଧାଙ୍କୁ 80 ବର୍ଷ ପର୍ଯ୍ୟନ୍ତ ମୁଁ ଏକ୍ସରସାଇଜ କରିବାର ଦେଖିଛି। ତେଣୁ ଆମେ ତ ସମସ୍ତେ ଦେଖିଛେ, ମୁଁ ବୋଲି ନାହିଁ। ବର୍ଦ୍ଧା ତ ବହୁତ ସମୟରେ ପୁରୀରେ ରହୁଥିଲେ। ତେଣୁ ଏକ୍ସରସାଇଜ କରିବା, ନାମ ଧ୍ୟାନ କରିବା ଠାକୁର ପୁଣ୍ୟପୁଥିରେ ବାର ବାର କହିଛନ୍ତି ଯେ ନାମ କର, ଚିତ୍ତ ଶୁଦ୍ଧି ନହେଲେ କିଛି ଲାଭ ନାହିଁ। ଏବଂ ଚିତ୍ତ ଶୁଦ୍ଧିର ମୂଳ ଜିନିଷ ହେଲା ନାମ କରିବା ଏବଂ ଆହାର। ଆହାର ଶୁଦ୍ଧ ଚିତ୍ତ ଶୁଦ୍ଧି, ସତ୍ୟ ଶୁଦ୍ଧି, ସତ୍ୟ ଶୁଦ୍ଧ ଚିତ୍ତ ଶୁଦ୍ଧି, ଏ କଥା ଅଛି। ଚିତ୍ତ ଶୁଦ୍ଧ ବ୍ରହ୍ମ ଶୁଦ୍ଧି ଏସବୁ କଥା ଅଛି। ତେବେ ଆହାର ଶୁଦ୍ଧି ଏବଂ ନାମ କରିବା, ବର୍ଦ୍ଧା ତ ସେ କଥା ବାର ବାର ଆମକୁ କହିଯାଇଛନ୍ତି ଯେ ନାମ କରିବା ଦ୍ୱାରା ହିଁ, ନାମ କରିବା ପାଇଁ ଆମେ ଜନ୍ମ ହୋଇଛୁ, ଠାକୁରଙ୍କୁ ଗ୍ରହଣ କରୁଛୁ ଆମେ ନାମ କରିବା ପାଇଁ। ଏ କଥା ଠାକୁର ବାର ବାର ବର୍ଦ୍ଧା କହିଯାଇଛନ୍ତି। ଏବେ ଯେ ନାମ ଭିତରେ ଆମେ ଦେଖିବା ଯେ ଆମେ ନାମ କରୁଛୁ ବା ଭକ୍ତମାନେ ନାମ କରୁଛନ୍ତି, ଆଉ ଆମର ଆଚାର୍ଯ୍ୟ ଦେବ ନାମ କରୁଛନ୍ତି, ଦାଦା କରୁଥିଲେ, ପରମ ପୂଜ୍ୟପାଦ ବର୍ଦ୍ଧା କରୁଥିଲେ, ଠାକୁର ମଧ୍ୟ କରୁଥିଲେ। ସେମାନଙ୍କ ଭିତରେ ତଫାତ, ଆମର ତଫାତ କ'ଣ? ଆମର ଆଚାର୍ଯ୍ୟ ଦେବ ଯେଉଁ କଥା କହୁଛନ୍ତି, ତମମାନଙ୍କ ଭିତରେ ଆଉ ମୋ ଭିତରେ ଏତିକି ତଫାତ ଯେ ବିଶ୍ୱାସର ତଫାତ। ବିଶ୍ୱାସ କଥା ତ ଆଜି ପଢ଼ା ହେଲା ଯେଉଁ ସତ୍ୟାନୁସରଣରେ, ଯେ ତୁମେ ଯେପରି ବିଶ୍ୱାସ କରିବ ତୁମର ଯୁକ୍ତି ତର୍କ ସବୁକିଛି ତୁମକୁ ସେହିପରି ସମର୍ଥନ କରିବ। ଆଉ ଯିଏ ପ୍ରଭୁଙ୍କୁ ବିଶ୍ୱାସ କରୁନି ସିଏ ତା ବିରୁଦ୍ଧ ଯୁକ୍ତି ତର୍କ ସବୁ ବାହାର କରି ଆଣିବ। ଏ କଥା ଆମେ ସମସ୍ତେ ଜାଣିଛୁ। ସେଥିପାଇଁ ପ୍ରଥମ କଥା ହେଲା, ଚାଣକ୍ୟ କହିଲେ ବୁଦ୍ଧି କ୍ରୋଧ ବୁଦ୍ଧିକୁ ଖାଏ, ଅହଙ୍କାର ମନକୁ ଖାଏ। ଏ ଯେ ଅହଙ୍କାର ମନକୁ ଖାଏ, ମନକୁ ବିକୃତ କରିଦିଏ। ଦଦାମି ବୁଦ୍ଧି ଯୋଗନ୍ତେ, ଭଗବାନ ପୁରୁଷୋତ୍ତମ ଗୁରୁ ଆମକୁ ବୁଦ୍ଧି ଦିଅନ୍ତି। କିନ୍ତୁ ଆମେ ଯଦି ଅହଙ୍କାର କରୁ ତାହେଲେ ଏଇ ଯେଉଁ ମାନ କଥା ମୁଁ କହୁଥିଲି ସେଇଟା ହିଁ ଅହଙ୍କାର। ଅହଙ୍କାର ଯଦି କରୁ ତାହେଲେ ମନକୁ ଖାଏ, ଅହଙ୍କାର ମନକୁ ଖାଏ, ଚିନ୍ତା ବୟସକୁ ଖାଏ। ମଣିଷ ବିଭିନ୍ନ ଭାବରେ ଚିନ୍ତିତ, ବହୁ ଭାବରେ ଚିନ୍ତିତ, ତାର ଚିନ୍ତାର ଶେଷ ନାହିଁ। ଏବଂ ଚିନ୍ତା ଦ୍ୱାରା ତାର ବୟସ କମ୍ ହେଲେ ମଧ୍ୟ ବେଶୀ ବୟସ ଭଳି ଜଣାପଡ଼େ। ବା ବୟସକୁ ଖାଏ କହୁଛନ୍ତି ଯେ ଚାଣକ୍ୟ। ଲାଞ୍ଚ ମଣିଷ ପଣିଆକୁ ଖାଏ। ଲାଞ୍ଚ ଦ୍ୱାରା ମଣିଷ ଯେତେ ଲାଞ୍ଚ ନିଏ ଯେଉଁ ପ୍ରକାର ଭାବରେ ହଉ, କିନ୍ତୁ ସେଟା ଯଦି ଅସତ୍ ଭାବରେ ହେଇଥାଏ, ଅନ୍ୟକୁ କ୍ଷତି କରି ହେଇଥାଏ, ତାହେଲେ ସେଟା ଘୁରି ଘୁରି କୌଣସି ପ୍ରକାରେ ନା କୌଣସି ପ୍ରକାରେ ଆମ ପାଖକୁ ପୁଣି ଥରେ ଫେରିଆସିବ। ଯେ ମଣିଷ ପାଖକୁ କିଏ ଆସୁ ବା ନ ଆସୁ, ଶାସ୍ତ୍ରର ଗୋଟେ କଥା ଅଛି, କର୍ମଫଳ ନିଶ୍ଚୟ ଆସିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏଇ ଯେଉଁ କର୍ମଫଳ ଅପମାନ ଏ ସମ୍ବନ୍ଧରେ ଗୋଟେ କଥା ଅଛି ଯେ ଭଗବାନଙ୍କୁ ମଧ୍ୟ ଲୋକମାନେ ଛାଡ଼ିନାହାନ୍ତି। ଶ୍ରୀକୃଷ୍ଣଙ୍କ କଥା କୁହାଯାଉ, ଶ୍ରୀକୃଷ୍ଣ ସବୁ ସମୟରେ କର୍ମରେ ବ୍ୟସ୍ତ ରହୁଥିଲେ। ସେ ଜଣେ ତାଙ୍କର ପାଖରେ ଥିଲେ ଛତ୍ରାଦି। ଛତ୍ରାଦି ସିଏ ସୂର୍ଯ୍ୟ ଉପାସକ ଥିଲେ।
ସେ ଥରେ ସୂର୍ଯ୍ୟ ତାଙ୍କୁ ଗୋଟେ ଉପହାର ଦେଲେ ଯେ ଗୋଟେ ମଣି ଯୋଉଥିରେ 20 ତୋଳା ସୁନା ପ୍ରତିଦିନ ସେ ସେଥିରୁ ଆସିପାରିବ ପ୍ରାର୍ଥନା କଲେ। ତ ସେତେବେଳେ ଶ୍ରୀକୃଷ୍ଣ କହିଲେ, ଶ୍ରୀକୃଷ୍ଣ ତ ଦ୍ୱାରକାର ରାଜା ଥିଲେ, ସେ କହିଲେ ଏଟା ରାଜକୋଷକୁ ଦେଇଦିଅ, ତାହେଲେ ରାଜକୋଷରେ ବହୁତ ସୁବିଧା ହବ। ସେତେବେଳେ ସତ୍ୟଜିତ ଶୁଣିଲେ ନାହିଁ ଏବଂ ସିଏ ସେଇ ମଣିକୁ ଧରି ରହିଥିଲେ। ତାଙ୍କର ଭାଇ ପ୍ରସନ୍ନ ସେ ମଣିଟାକୁ ଧରି ଚାଲିଗଲେ ଜଙ୍ଗଲକୁ ଶିକାର କରିବା ପାଇଁ ଏବଂ ଶିକାର କରୁ କରୁ ନିଜେ ହିଁ ଶିକାର ହେଇଗଲେ। ସିଂହ ତାଙ୍କୁ ଖାଇଗଲା ଏବଂ ସେ ମଣି ସେଇଠି ପଡ଼ି ରହିଲା। ସେ ମଣିକୁ ପୁଣି ଜାମ୍ବମାନ ତାଙ୍କର ଘରକୁ ନେଇଗଲେ ଏବଂ ସେ ତାଙ୍କର ପିଲାମାନେ ଖେଳୁଛନ୍ତି। ଏହିପରି ଭାବରେ ଯେତେବେଳେ ପ୍ରତି ମୁହୂର୍ତ୍ତରେ ଶ୍ରୀକୃଷ୍ଣଙ୍କୁ ବହୁ ଭାବରେ ବଦନାମ କଲେ ସତ୍ୟଜିତ କହିଲେ ଯେ ଶ୍ରୀକୃଷ୍ଣ ମୋର ଭାଇକୁ ମାରି ସେ ମଣିଟା ଧରି ଚାଲି ଯାଇଛନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ଭଗବାନ କହୁଛନ୍ତି ଲୋକ, ଏମିତି କର୍ମ କେମିତି ସେ କରୁଛନ୍ତି। ଏହିସବୁ କଥା ବାର ବାର ହେବା ଯୋଗୁଁ ବଳରାମଙ୍କ କାନରେ ମଧ୍ୟ ପଡ଼ିଲା। ବଳରାମ ମଧ୍ୟ କହିଲେ ଶ୍ରୀକୃଷ୍ଣଙ୍କୁ କ'ଣ ଏମିତି କଥା, ଆଉ ସିଏ କହୁଛି। ସେଇଠୁ ଭଗବାନ ଭାବିଲେ, ଶ୍ରୀକୃଷ୍ଣ ଭାବିଲେ ଯେ କଥାଟା ଯେତେବେଳେ ଏତେ ଦୂର ଗଲାଣି ତାର ଗୋଟେ ସମାଧାନ ବାହାର କରିବା। ତାପରେ ସେ ମଣି ଖୋଜି ଖୋଜି ବୁଲିଲେ ଏବଂ ଦେଖିଲେ ଯେ ଗୋଟେ ଗୁମ୍ଫା ସାମ୍ନାରେ ଯୋଉ ଜାମ୍ବମାନର ପିଲାମାନେ ସେଠି ଖେଳୁଛନ୍ତି ସେଇ ମଣିଟାକୁ ଧରିକି। ସେମାନେ ଯେତେବେଳେ ଶ୍ରୀକୃଷ୍ଣ କହିଲେ ମତେ ଦେଇଦିଅ, ସେ ଦେଲେନି। ତାପରେ ଜାମ୍ବମାନ ସଙ୍ଗେ 12 ଦିନ ପର୍ଯ୍ୟନ୍ତ ଯୁଦ୍ଧ କଲେ। ଜାମ୍ବମାନ କଥା ତ ଆମେ ସମସ୍ତେ ଜାଣିଛେ, ସେ ରାମଚନ୍ଦ୍ରଙ୍କ ଭକ୍ତ। ସେଇ ଯୋଉ ରାବଣ ଯୁଦ୍ଧରେ ସେ ମଧ୍ୟ ଥିଲେ। ତାପରେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ତୁମେ କିଏ? ତାପରେ ଶ୍ରୀକୃଷ୍ଣ ନିଜର ପରିଚୟ ଦେଲେ। ତାପରେ ଜାମ୍ବମାନ ତାଙ୍କର ଝିଅକୁ ଜାମ୍ବବତୀକୁ ଭଗବାନଙ୍କୁ ବାହା ଦେଲେ ଏବଂ ସେଇ ମଣି ମଧ୍ୟ ଦେଲେ। ତାପରେ ମଣି ଧରି ଆସି ସେ ସତ୍ୟଜିତକୁ ସବୁ କଥା ଭଗବାନ କହିଲେ। ଭଗବାନଙ୍କ ଉପରେ ସେଇଠୁ ସତ୍ୟଜିତ ବହୁତ ଯେ ବିଚଳିତ ହେଲେ ଯେ ମୁଁ ଭଗବାନଙ୍କୁ ଏତେ କଥା କହିଦେଲି, ବହୁତ କଥା। ତାପରେ ସତ୍ୟଜିତ କହିଲେ ଯେ ତମେ ସେ ମଣି ନେଇଯାଅ, ମୋର କିଛି ଆଉ ଦରକାର ନାହିଁ, ଆଉ ତା ସହିତ ସତରୂପା ମୋର ଝିଅକୁ ମଧ୍ୟ ତୁମେ ବାହା ହବ। ଭଗବାନ ମଧ୍ୟ ତା କଥା ସ୍ୱୀକାର କଲେ। ଏହିପରି ଭାବରେ ଯେ ଭଗବାନଙ୍କ ଉପରେ ମଧ୍ୟ କୌଣସି ପ୍ରକାର ବଦନାମ କମ୍ ନାହିଁ, ସେ କଥା ଆମେ ସମସ୍ତେ ଜାଣିଛେ। ପୁଣି ଭଗବାନଙ୍କ ପ୍ରେମର କଥା ଗୋଟେ ଅଛି ଯେ ଶାମ୍ବ ସିଏ ଦୁର୍ଯ୍ୟୋଧନର ଝିଅ ଲକ୍ଷ୍ମଣକୁ ପସନ୍ଦ କଲେ ଏବଂ ସେ ପସନ୍ଦ କରି ବାହା ହେବା ପାଇଁ କହିଲେ। ଶେଷରେ ବାହା ହେଲେ ମଧ୍ୟ ସେଇ ଝିଅକୁ ଯେତେବେଳେ କି ଦୁର୍ଯ୍ୟୋଧନ ଭଗବାନଙ୍କ ଶତ୍ରୁ, ସେତେବେଳେ ବି ସେଇ ଝିଅକୁ ବୋହୂ କରି ଆଣିଲେ ଏବଂ ପ୍ରେମରେ ଘରେ ରଖିଲେ। ତେଣୁ ଭଗବାନଙ୍କ ପ୍ରେମ ଶତ୍ରୁ ମିତ୍ର ଭିତରେ ନାହିଁ। ସେ ଭଗବାନଙ୍କ ପ୍ରେମ ସମସ୍ତଙ୍କ ପାଇଁ ସମାନ। ଠାକୁରଙ୍କ ପାଖରେ ମଧ୍ୟ ଯେତେ ପ୍ରକାର ଲୋକ ଆସିଥିଲେ, ଯେତେ ପ୍ରକାର ଯେଉଁ ମଦ୍ୟପ ଲୋକ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଠାକୁର ଠାଇଁ ଦେଇଥିଲେ ଏବଂ ସମସ୍ତଙ୍କୁ ସମାନ ବ୍ୟବହାର ଦେଇଥିଲେ। ଠାକୁର ଏକଥା ମଧ୍ୟ ବାର ବାର କହିଛନ୍ତି ଯେ ଆଲୋକ ସମସ୍ତଙ୍କୁ ଆଲୋକ ଦିଏ, ପଇଡ଼ ପାଣି ଚୋର ପାଇଁ ଯେତିକି ମିଠା ସାଧୁ ପାଇଁ ମଧ୍ୟ ସେତିକି ମିଠା, ବର୍ଷା ମଧ୍ୟ ବର୍ଷୁଛି ସମସ୍ତଙ୍କ ପାଇଁ ସମାନ। ତେଣୁ ଚୋର ବା ସାଧୁ ସେମିତି କିଛି ନାହିଁ। ମଣିଷ ତାର ପ୍ରବୃତ୍ତି ଯୋଗୁଁ ଚୋର ହେଉଛି ବା ସାଧୁ ହେଉଛି। ସାଧୁ ଭଗବାନଙ୍କ ପଥରେ ଯିଏ ଚାଲିଲା ସେ ସାଧୁ ହେଲା ଏବଂ ଯିଏ ନିଜର ପ୍ରବୃତ୍ତି ପଥରେ ଚାଲିଲା ସେ ଚୋର ହେଲା। ତେଣୁ ସିଏ ଯେକୌଣସି ମୁହୂର୍ତ୍ତରେ ବଦଳେଇ ଦେଇପାରେ ତାର, ଯେମିତି ହେଇଥିଲା ଆମର ଆମେ ଜାଣିଛେ, ଯେମିତି ବାଲ୍ମୀକି ହେଇଥିଲେ, ଦସ୍ୟୁ ରତ୍ନାକରରୁ ବାଲ୍ମୀକି ତ ସେ ହେଇଥିଲେ। ବିଲ୍ୱମଙ୍ଗଳ ମଧ୍ୟ ଯିଏକି ମଦ୍ୟପ ଏବଂ ବେଶ୍ୟାସକ୍ତ, ସେ ମଧ୍ୟ ତ ପୁଣି ଯେଉଁ ସନ୍ଥ ହେଇପାରିଥିଲେ। ସେମିତି ଆମେ ଦେଖିଛୁ ତୁଳସୀଦାସଙ୍କ କଥା ମଧ୍ୟ ଆମେ ସମସ୍ତେ ଜାଣିଛୁ। ସ୍ତ୍ରୀଙ୍କ ଠାରୁ ଯେ ବିକଳରେ ଯେତେବେଳେ ସ୍ତ୍ରୀ ତାଙ୍କୁ ଗାଳି ଦେଲେ, ସେତେବେଳେ ସିଏ ଚାଲିଗଲେ
କହିଲେ ଆଉ ମୋର କିଛି ଦରକାର ନାହିଁ, ମୁଁ ଏବେ ପ୍ରଭୁଙ୍କ ଶରଣରେ ଯିବି। ତୁଳସୀ ଦାସ କଥା ତ ଆମେ ସମସ୍ତେ ଜାଣିଛୁ। ସେହିପରି ଯେତେ ପ୍ରକାର ମୀରାବାଇ କଥା ମଧ୍ୟ, ମୀରାବାଇ ଯେ ରାଜ ସାମ୍ରାଜ୍ଞୀ ଥିଲେ, ତଥାପି ସିଏ ସମସ୍ତ କିଛି ଭୁଲି ପ୍ରଭୁଙ୍କୁ ଧରି ତାଙ୍କ ଜୀବନକୁ ଧନ୍ୟ କଲେ। ଏବଂ ବୁଦ୍ଧଦେବଙ୍କ କଥା ମଧ୍ୟ ଆମେ ଜାଣିଛୁ। ବୁଦ୍ଧଦେବ କଥାରେ ଗୋଟେ କଥା ଆସୁଛି ଯେ ଶୁଦ୍ଧୋଧନ, ଯେତେବେଳେ ବୁଦ୍ଧଦେବ ଥରେ ଫେରି ଆସିଥିଲେ ଘରକୁ, ସେତେବେଳେ ଶୁଦ୍ଧୋଧନ କହିଲେ ଏଇ ଯେ ଧନ ସମ୍ପତ୍ତି, ପ୍ରତିପତ୍ତି, ରାଜରାଜସ୍ୱର ଏସବୁ ପାଇବା ପାଇଁ ଲୋକମାନେ କେତେ ଜନ୍ମ ତପସ୍ୟା କରନ୍ତି, ତମେ ଏସବୁ ପାଇ ୟାକୁ କେମିତି ତମେ ଗୋଡ଼ରେ ଆଡ଼େଇ ଦେଉଛ। ସେ କଥା ରେ ଗୌତମ ବୁଦ୍ଧ କହିଥିଲେ ଏସବୁଠାରୁ ଆହୁରି ଅଧିକ ସମ୍ପତ୍ତି ମୁଁ ପାଇଯାଇଛି, ସେ କଥା କହିଥିଲେ। ଏବଂ ଯେଉଁ ଶାସ୍ତ୍ରରେ ଅଛି ବହୁତ ରାଜା, ବହୁତ ରାଜପୁତ୍ର ତ ଯାଇଛନ୍ତି, କିନ୍ତୁ ରାଜା ଶୁଦ୍ଧୋଧନଙ୍କ ନାମ ବୁଦ୍ଧଦେବଙ୍କ ଯୋଗୁଁ ଆଜି ସମସ୍ତେ ଜାଣୁଛନ୍ତି। ସେହିପରି ଭାବରେ ଯେ ମୀରାବାଇ ଯୋଗୁଁ ତାଙ୍କର ପରିବାର ଏ ସମସ୍ତ କିଛି ଯେ ଗୌରବାନ୍ୱିତ ହୋଇଛି। ତେଣୁ ଧର୍ମ ଆଉ ଯେଉଁ ଭକ୍ତି ସେ ବିଷୟରେ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଭକ୍ତି ପଥରେ ଚାଲିବା ପାଇଁ ଆମର ଦରକାର ନିଷ୍ଠା। ସେଥିପାଇଁ ଠାକୁରଙ୍କର ଗୋଟେ କଥା ଅଛି, ଯେ ମୁହୂର୍ତ୍ତେ ପୂର୍ଣ୍ଣ ତୁମି ସେ ମୁହୂର୍ତ୍ତେ କିଛି ତବ ନାହିଁ, ତାଇ ତୁମି ପବିତ୍ର ସଦାଇ। ସେ ସବୁବେଳେ ପବିତ୍ର। ତ ନା ଆମେ କର୍ମଣା ଲିମ୍ପନ୍ତି ନା କର୍ମ ଫଳେ ସ୍ପୃହା, ଏକଥା ମଧ୍ୟ ଗୀତାରେ ଅଛି। ମୋର କର୍ମ ଫଳରେ ବି ସ୍ପୃହ ନାହିଁ, ମୁଁ କର୍ମରେ ମଧ୍ୟ ଯେ ଯୋଗଯୁକ୍ତ ହୁଏନି, କର୍ମକୁ ଏତେ ମୁଁ ଗୁରୁତ୍ୱ ଦିଏନି। କିନ୍ତୁ କର୍ମରେ ସମ୍ପୂର୍ଣ୍ଣ ଭାବରେ ଶ୍ରୀକୃଷ୍ଣଙ୍କ ଜୀବନର ଆମେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା, ଠାକୁରଙ୍କ ଜୀବନରେ ମଧ୍ୟ ସବୁ ସମୟରେ କର୍ମ। ତେଣୁ ଏଇ ଯେ କର୍ମ କରିବାଟା ମୂଳ କଥା, କିନ୍ତୁ ଆମେ ଯେମିତି କର୍ମ କରୁଛୁ ଯେ ଆତ୍ମ ରକ୍ଷା ପାଇଁ, ଆତ୍ମସ୍ୱାର୍ଥ ପାଇଁ, ଆତ୍ମ ବଡ଼ିମା ପାଇଁ, ସେ କର୍ମ କିନ୍ତୁ ପ୍ରଭୁଙ୍କ ପାଖରେ ନାହିଁ। ପ୍ରଭୁ କର୍ମ କରନ୍ତି ସାରା ଦୁନିଆର ମଙ୍ଗଳ ପାଇଁ, ସାରା ପୃଥିବୀର ମଙ୍ଗଳ, ତାଙ୍କର ସୃଷ୍ଟି ସ୍ଥିତି ପ୍ରଳୟକୁ ଠିକ୍ ଭାବରେ ରଖିବା ପାଇଁ ସିଏ ସେଥିପାଇଁ କର୍ମ କରନ୍ତି। ସେଥିପାଇଁ ଠାକୁରଙ୍କର ଆଉ ଗୋଟେ କଥା ଯେ ଆମେ ଯାହା ମଣିଷର ବଞ୍ଚିବା ବଢ଼ିବା କ୍ଷୁଣ୍ଣ କରେ, ସେଥିରୁ ବଞ୍ଚିତ କରେ ତାହା ପାପ। ସପରିପାର୍ଶ୍ୱିକ ନିଜର ବଞ୍ଚିବା ବଢ଼ିବା ଯେଉଁଥିରେ ଉନ୍ନତି ହୁଏ ତାହା ପୁଣ୍ୟ। ଠାକୁର କହୁଛନ୍ତି ବଞ୍ଚିବା ବଢ଼ିବାରୁ ଯାହା ପତିତ କରେ ତାହା ପାପ, ଏବଂ ଯାହା ସେଥିରେ ଉନ୍ନତି ଆଣେ, ଯେମିତି ଆମର କଥା ଅଛି ଆମର ଯେଉଁ ମନୋଗ୍ରାମ ସତ୍ସଙ୍ଗର, ଜନାତ୍ମନ ତଥା ନେଶା ଜୀବନଂ ବର୍ଦ୍ଧନ ଚେବ ଅପିଧ୍ୟତେ ସଧର୍ମ। ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚିବା, ଜୀବନ ବର୍ଦ୍ଧନ ଅପି ଧ୍ୟତେ, ଜୀବନ ବର୍ଦ୍ଧନ ନିଜର ଏବଂ ଅନ୍ୟର ଯେପରି ଠିକ୍ ରହେ ସେଇଟା ହିଁ ଧର୍ମ। ଦେହି ମେ ଜୀବନ ବୃଦ୍ଧି ନିୟତ ସ୍ମୃତି ଚିଦୟ, ମୋତେ ପ୍ରଭୁ ଜୀବନ ବୃଦ୍ଧି ଦିଅ, ତା ସହିତ ସ୍ମୃତି ଚିଦୟ ବି ଦିଅ। ଠାକୁର ତ କହୁଛନ୍ତି ସ୍ମୃତି ବାହୀ ଚେତନା କଥା ଠାକୁର ବାର ଆମକୁ କହିଛନ୍ତି ଯେ ଆମେ ଯଦି ସ୍ମୃତି ବାହୀ ଚେତନା ରହିବା ତାହେଲେ ଆମେ ପୂର୍ବ ଜନ୍ମରେ କ'ଣ ଥିଲୁ। ଯେମିତି ଜଡ଼ ଭରତକୁ ଦେଖାଯାଇଥିଲା, ରାଜା ଭରତ ଯେମିତି ଯେ ମୃଗ ଶିଶୁ ଯୋଗୁଁ ପୁଣି ଆଉଥରେ ଜନ୍ମ ହୋଇଥିଲେ ଏବଂ ସିଏ ଜଡ଼ ଭରତ ହେଇଯାଇଥିଲେ, କାହାକୁ କିଛି କହୁନଥିଲେ ଏବଂ କୌଣସି କଥା ଶୁଣୁନଥିଲେ। ସିଏ ଶେଷ ପର୍ଯ୍ୟନ୍ତ ତାଙ୍କ ଭାଇମାନେ ଶେଷରେ ଜମିରେ ବି ନେଇକି ହଳ କରିଛନ୍ତି, ତଥାପି ସିଏ ଜଡ଼ ଭରତ, ସେ କଥା ମଧ୍ୟ ଆମେ ଜାଣିଛୁ। ତେଣୁ ଠାକୁର ସେ କଥା କହୁଛନ୍ତି ଯେ ଯଦି ମଣିଷର ସ୍ମୃତି ଚେତନା ରହେ ତାହେଲେ ସେ ପୂର୍ବ ଜନ୍ମରେ କ'ଣ ଥିଲା, ଏ ଜନ୍ମରେ କ'ଣ ହେଇଛି ଏବଂ କ'ଣ ପାଇଁ କ'ଣ ହେଲା ସେଟା ସେ ଜାଣିପାରିବ। ସେତେବେଳେ ଜନ୍ମ ତାର ସାର୍ଥକ ହେବ। ନହେଲେ ଆମେ ଏମିତି ଜନ୍ମ ନେଉଥିବା, ଏମିତି ମରୁଥିବା, ମାନବ ଜୀବନ ଯେ ନିରାଶରେ ଯିବ। କିନ୍ତୁ ପୁଣି ଭଗବାନଙ୍କର ଗୋଟେ କଥା ଯେଉଁ ଗୀତାରେ, ମଇ ସର୍ବାଣୀ କର୍ମାଣୀ ସଂନ୍ୟସ୍ତ ଅଧ୍ୟାତ୍ମ ଚେତସା ନିରାଶୀ ନିର୍ମମ ଭୂତ ଯୁଦ୍ଧସ ବିଗତ ଦୂର।
এই যে କଥା ଭିତରେ ରହିଛି ଯେ ତୁମର ସମସ୍ତ କର୍ମ ମୋତେ ଅର୍ପଣ କର ଏବଂ ତୁମେ ନିରାଶୀ ନିର୍ମମ ହୁଅ, ସେ କଥା ଠାକୁର କହୁଛନ୍ତି। ସେ କଥା ଗୀତାରେ କୁହାହେଇଛି ଯେ ତୁମର କୌଣସି ଆଶା ରହିବନି। ଏ ତ ଆଶା ଯୋଗୁଁ ତ ମଣିଷ ସବୁ ଦୁଃଖ ପାଏ। ଯେମିତି ଠାକୁର କହୁଛନ୍ତି ଅଭାବ ଏକ ରକମ ଭାବ, ପୁଣି ଯୋଉ ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଏସବୁ ଭାବ ଆସୁଛି କେବଳ ଆଶା ଯୋଗୁଁ। ମଣିଷର ଚାହିଦାଟା ପୂରଣ ନହେଲେ ସେତେବେଳେ ତାର ଦୁଃଖ ଆସୁଛି। ତେଣୁ ଯଦି ନିରାଶ ହୁଏ ମଣିଷ, ନିର୍ମମ ମଧ୍ୟ ହୁଏ। ନିର୍ମମ ମାନେ ମମତା, ବିଭିନ୍ନ ଲୋକ ପ୍ରତି, ନିଜର ସ୍ତ୍ରୀ ପୁତ୍ର ପରିବାର ପ୍ରତି, ନିଜର ଅନ୍ୟାନ୍ୟ ଜିନିଷ ପ୍ରତି, ଏସବୁ ପ୍ରତି ଠାକୁର କହୁଛନ୍ତି ନିର୍ମମ ହେବାକୁ ପଡ଼ିବ। ଏକମାତ୍ର ଯେ ଭଗବାନଙ୍କ ଛଡ଼ା, ଏକମାତ୍ର ଗୁରୁଙ୍କ ଛଡ଼ା ଅନ୍ୟ ସବୁ ଜିନିଷର କୌଣସି ମହତ୍ଵ ନାହିଁ। ଈଶ୍ୱର ପ୍ରୀତି ଆରାଧନା କରେ, ଯେ ସମସ୍ତ କର୍ମ ଜୀବ ଅନୁଷ୍ଠାନ କରେ, ତାହା ଛଡ଼ା ଅନ୍ୟ କର୍ମେ ବନ୍ଧନ ନିଶ୍ଚୟ, ଈଶ୍ୱରଙ୍କ ତରେ କର୍ମ କର ଧନଞ୍ଜୟ। ଏକଥା ମଧ୍ୟ ଆମେ ଜାଣିଛୁ। ତେଣୁ ସେଥିପାଇଁ କୁହାଯାଇଛି ନିରାଶୀ ନିର୍ମମ ଭୂତ୍ୱା ଯୁଦ୍ଧ ସବିଗତ। ଯୁଦ୍ଧ ପ୍ରତ୍ୟେକ ଦିନ ତ ମଣିଷ ଯୁଦ୍ଧ ଚାଲିଛି, ପ୍ରବୃତ୍ତି ଆଉ ନିବୃତ୍ତି ମଧ୍ୟରେ, ପାପ ଆଉ ପୁଣ୍ୟ ମଧ୍ୟରେ, ଦୁଃଖ ଆଉ ସୁଖ ମଧ୍ୟରେ, ଅନ୍ଧାର ଆଉ ଆଲୋକ ମଧ୍ୟରେ, ଗୁରୁ ଏବଂ ଯୋଉ ପ୍ରବୃତ୍ତି ମଧ୍ୟରେ, ଗୁରୁ ଆଉ ଶୈତାନଙ୍କ ମଧ୍ୟରେ, ଧର୍ମ ଆଉ ପ୍ରବୃତ୍ତି ମଧ୍ୟରେ, ଏସବୁ ଜିନିଷ ଆମେ ନିତ୍ୟ ପ୍ରତ୍ୟକ୍ଷ କରୁଛୁ। ସେଥିପାଇଁ ଯୋଉ ଡିପି ୱାର୍କ କଥା କୁହାଯାଇଛି, ଡିପି ୱାର୍କ ତ ଅନ୍ୟକୁ ତ ଆମେ ସାହାଯ୍ୟ ସହାନୁଭୂତି କରିବା, ଅନ୍ୟମାନେ ଯେଉଁମାନେ ଦୀକ୍ଷା ନେଇଛନ୍ତି ଅଥବା ଛାଡ଼ିଛନ୍ତି ତାଙ୍କ କଥା ଆମେ ସେମାନେ କେଉଁଠି ଅଛନ୍ତି, ସେମାନେ କ'ଣ କରୁଛନ୍ତି, ସେମାନଙ୍କ ପାଖକୁ ଯିବା, ଏ କଥା ତ ଅଛି। ତା ସହିତ ପ୍ରଥମେ ଯଦି ଆମେ ନିଜକୁ ଠିକ୍ ନ କରିବା ତାହେଲେ ଅନ୍ୟ ପାଖକୁ ଯାଇକରି କହିଲେ କେତେ, ନ କହିଲେ କେତେ। ଯେମିତି ଆମର ପରମ ପୂଜ୍ୟବାଦ ବଡ଼ଦାଙ୍କୁ, ଦାଦାଙ୍କୁ, ଆଚାର୍ଯ୍ୟ ଦେବଙ୍କୁ ଲୋକ ଦେଖିବା ମାତ୍ରେ ତା ସମସ୍ୟା ସମାଧାନ ହେଇଯାଉଛି। ଆଚାର୍ଯ୍ୟ ଦେବ ବସି ଘଣ୍ଟା ଘଣ୍ଟା ଲୋକକୁ ବୁଝାଉଛନ୍ତି। ଏସବୁ ଜିନିଷ ଆମ ଦେଇ ତ ହେବନି, ବା ଆମେ ତ ସାମାନ୍ୟ କଥାରେ ଏଇ ସମ୍ବନ୍ଧରେ ଗୋଟେ କଥା ମନେ ପଡ଼ିଲା। ଜଣେ ଋତିକ ସିଏ ଜଣଙ୍କ ଘରକୁ ଗଲେ। ସେ ଘରକୁ ଗଲା ବେଳେ ସେ ଭାଇ ଜଣଙ୍କ ଦୀକ୍ଷା ନେଇଥିଲେ, ମା ଜଣଙ୍କ ଦୀକ୍ଷା ନେଇନଥିଲେ। ତେବେ ସେଇ ମା ଯେତେବେଳେ ଋତିକ ଯାଆନ୍ତି ସେତେବେଳେ ସେ ଗୋବର ପାଣି ଛିଟିଲେ। ଏମିତି 2 ଥର 3 ଥର, ଆସାମର କଥା, 2 ଥର 3 ଥର ଗଲେ। ଚତୁର୍ଥ ଥର ମଧ୍ୟ ସେ ସେମିତି ଗୋବର ପାଣି ଛିଟିଲେ, ଆଉ ସେ କନାଟାକୁ ମଧ୍ୟ ଫୋପାଡ଼ି ଦେଲେ। ତ ଚତୁର୍ଥ ଥର ଯେତେବେଳେ ଫୋପାଡ଼ିଲେ ସେତେବେଳେ ସେ ଋତିକ କ'ଣ କଲେ, ସେ କନାଟାକୁ ଧୋଇ ସଫା କରି ତାକୁ ସଞ୍ଜବତୀ କରି ମାଙ୍କ ପାଖକୁ ଆଉ ଥରେ ଧରି ଗଲେ। କହିଲେ ତମେ ପୁଣି ଆସିଛ? ସେ ମା କହିଲେ, ଏବଂ କହିଲେ ନାଇଁ, ମୁଁ ତମର ଯେଉଁ କନାଟାକୁ ଫେରାଇବା ପାଇଁ ଆସିଥିଲି ସେ କନାଟାକୁ ମୁଁ ସଞ୍ଜବତୀ କରି ଆଣିଛି, ତମେ ନିଅ। ସେଥିରେ ସେ ମା ଆଶ୍ଚର୍ଯ୍ୟ ହେଇଗଲେ, ମୁଁ ଏତେ ଥର ଗାଳି ଦେଲି, ଏତେ ଥର ଗୋବର ପାଣି ଛାଟିଲି, ଅଥଚ ଏ ଆସୁଛନ୍ତି। ଏହିପରି ଭାବରେ ଶେଷରେ ସେ ଦୀକ୍ଷା ନେଲେ। ତେଣୁ ସେ ଯେଉଁ ଋତିକ, ତାଙ୍କର ଯେଉଁ ଭକ୍ତି, ତାଙ୍କର ଯେଉଁ ନିଷ୍ଠା, ଏକଥା ତ କିଛି କମ୍ ନୁହେଁ। ଠାକୁରଙ୍କ ମଧ୍ୟ ସେହିପରି ଭାବରେ ହେଇଥିଲା। ଲୋକ ବିଭିନ୍ନ ପ୍ରକାର ଗାଳି ଗୁଲଜ, ବିଭିନ୍ନ ପ୍ରକାର ପରୀକ୍ଷା, ଯେମିତି ଆମେ ଜାଣିଛେ ଯେ କିଶୋରୀ ମୋହନ ଅନନ୍ତ ମହାରାଜ କେତେ ଭାବରେ ଠାକୁରଙ୍କୁ ପରୀକ୍ଷା କରିଥିଲେ, ଏବଂ ଠାକୁର ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜେ ମଧ୍ୟ ପରୀକ୍ଷା କରିଥିଲେ ଭକ୍ତମାନଙ୍କୁ। ଏସବୁ ଭକ୍ତ ଭଗବାନର ଲୀଳା ଆମକୁ କିଛି ଅଛପା ନାହିଁ। ତେବେ ସବୁ ଜାଣି ତ ଆମେ ଯେ ଠାକୁରଙ୍କ ପଥରେ ଚାଲିପାରୁନୁ। ସେଥିପାଇଁ ଆମେ ସମସ୍ତେ ସେ ସବୁବେଳେ ଯେଉଁ ଠାକୁରଙ୍କୁ ପଥରେ କେମିତି ଚାଲିବା, ତାଙ୍କ ପ୍ରତି କେମିତି ନିଷ୍ଠା ଆସିବ, ଏଇ ପ୍ରାର୍ଥନା ଠାକୁରଙ୍କ ପାଖରେ କରିବା। ଆମର କିଛି ଦରକାର ନାହିଁ, ଠାକୁରଙ୍କୁ ଧରି ଚାଲିବା ହିଁ ଆମ ଜୀବନର ଗତି ମୁକ୍ତି ସବୁ କିଛି ହଉ, ଏବଂ ଆମେ ସମସ୍ତେ ଆନନ୍ଦ ରହିବା। ଜୟ ଗୁରୁ, ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ। ଖୁବ ସୁନ୍ଦର ଆମର ସମ୍ମାନୀୟ ସୀତାକାନ୍ତ ଦାସ ଠାକୁରଙ୍କର ସପ୍ରତିନିଧି ସୀତାକାନ୍ତ ଦାସ ବିଭିନ୍ନ ଦିଗ ଦେଇକି ସବୁ ଆମ ପାଖରେ ତୋଳି ଧରିଲେ। ଅନେକ ତତ୍ତ୍ୱପୂର୍ଣ୍ଣ କଥା। ସବୁବେଳେ ଦାଦା ତ ବାଣୀ ଗୁଚ୍ଛ ଦେଇକି ସବୁ କଥା ଗୁଡ଼ିକ କହିଥାନ୍ତି, କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଭାବରେ
ସବୁ କଥା ଗୁଡ଼ିକ ସବୁ ତୋଳି ଧରିଲେ। ଆଉ ଯେ ଦେବାଟା ହେଉଛି ପାଇବାର ରାସ୍ତା ଖୋଲିଦିଏ, ସେ କଥାରୁ କଥା ଆରମ୍ଭ କରିକି ଆମର ଶରୀରଟା କିଭଳି ସୁସ୍ଥ ରହିବ, ଚିତ୍ତକୁ କିଭଳି ଶୁଦ୍ଧି କରିବା, ଆଉ ଏ ନାମ ଧ୍ୟାନ ସାଧନ ଭଜନ ବ୍ୟାୟାମ ଏ କଥାକୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଆମ ପାଖରେ ତୋଳି ଧରିଲେ। ଆଉ କର୍ମଫଳର କଥା ଅନେକ ଭାବରେ ତୋଳି ଧରିଲେ। ଭଗବାନ ବି କିଭଳି କର୍ମଫଳ ଭୋଗନ୍ତି ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ସତ୍ୟଜିତ ଜମ୍ବବାହନ ଉପାଖ୍ୟାନ ହଉ ବା ଯୋଉ ପୁରାଣରେ ଇତିହାସରେ ଯେଉଁ ସବୁ ଭକ୍ତମାନେ ସେମାନଙ୍କର ଜୀବନ ଲକ୍ଷ୍ୟ ମୀରାବାଇ ହୁଅନ୍ତୁ, ବିଲ ମଙ୍ଗଳ ବା ତୁଳସୀ ଦାସଙ୍କର ଏସବୁ କଥା, ଆଉ ଗୌତମ ବୁଦ୍ଧଙ୍କର କଥା, ପାପ ପୁଣ୍ୟର କଥା, ଆଉ ସତ୍ସଙ୍ଗର ଏମ୍ବ୍ଲେମ୍ ଯେଉଁ ଦଦାତୁ ଜୀବନ ବୃଦ୍ଧି ନିରନ୍ତର ସ୍ମୃତି ଚିର୍ଯ୍ୟତେ, ତାକୁ ମଧ୍ୟ ଆମ ପାଖରେ ସୁନ୍ଦର ତୋଳି ଧରିଲେ। ଆଉ କର୍ତ୍ତବ୍ୟ କରିବା ନିରାଶ ନିର୍ମଭୂତ ଯୁଦ୍ଧସ୍ୟ ବିଗତ ଧର ଋଣ ପ୍ରତ୍ୟାଶାନ ରଖି ଆମେ କର୍ତ୍ତବ୍ୟ କରିବା, ସେ କଥାକୁ ନେଇକି ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଆମ ପାଖରେ ତୋଳି ଧରିଲେ। ଆଉ ଆମମାନେ ଆମର ସମ୍ମାନୀୟ ଯେଉଁ ସୀତାକାନ୍ଦଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହି ଆମମାନଙ୍କୁ ପ୍ରେରଣା ପୁଷ୍ଟ କରିଥାନ୍ତୁ। ଏଇ ଧାରା ହିଁ ତାଙ୍କର ଅବ୍ୟାହତ ଥାଉ। ଏହି ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ଦାଦା। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଉ ଆସନ୍ତାକାଲି ହେଉଛି ରଜ ସଂକ୍ରାନ୍ତି। ଆଉ ଆସନ୍ତାକାଲିର ସତ୍ସଙ୍ଗ ପ୍ରତି ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଶରଦା ଠାକୁରଙ୍କର ସବ୍ରତ ଋତିକ ଶରତ କୁମାର ଦାସ। ଆଉ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ପ୍ରମୋଦ ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀତ ପ୍ରମୋଦ ଚନ୍ଦ୍ର ପ୍ରଧାନ। ପ୍ରଥମ କଥା, ଆଜି ତାଙ୍କର ସତ୍ସଙ୍ଗ ଥିଲା, ଆଉ ମୁଁ ଭୁଲି ଯାଇଥିଲି। ତାଙ୍କର ବାପାଙ୍କର ଯେଉଁ ମାସିକ ଶ୍ରାଦ୍ଧ ପ୍ରତି ମାସର ସେ ଉପଲକ୍ଷେ 14 ତାରିଖ ସତ୍ସଙ୍ଗ ନିବେଦନ କରିଥାନ୍ତି, ଭୁଲି ଯାଇଥିଲି। ସେଇ ସତ୍ସଙ୍ଗ ଆସନ୍ତାକାଲି ରହିବ। ଆଉ ତତ୍ସହିତ ପ୍ରତି ସଂକ୍ରାନ୍ତି ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ଏବଂ ଆମର ସ୍ୱାମୀ ବିଦୁଲତା ମା ଶ୍ରୀମତୀ ବିଦୁଲତା ରାଉତ, ଆଉ ଆମର ଶ୍ରଦ୍ଧା ପରିତୋଷ ଭାଇ ପରିତୋଷ ପାତ୍ର, ଏମାନେ ପ୍ରତି ସଂକ୍ରାନ୍ତିରେ ସତ୍ସଙ୍ଗ ନିବେଦନ କରିଥାନ୍ତି। ଆସନ୍ତାକାଲି ସତ୍ସଙ୍ଗ ଆମେ ଯୋଗଦାନ କରିବା। ଆଉ ବର୍ତ୍ତମାନ ଆମର ସତ ଦୁଃଶାସନ ଭାଇ ସୁତ ଦୁଃଶାସନ ସାହୁ ଆଉ ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ। ଦାଦା ଜୟଗୁରୁ। ଜୟ ଗୁରୁ ଭାଇ, ଜୟ ଗୁରୁ। ଆଜି ଏ ଜୀବନ ହେଲା ପ୍ରଭୁ ଧନ୍ୟ, ତୁମରି ପରଶ ପାଇ। ଆଜି ଏ ଜୀବନ ହେଲା ପ୍ରଭୁ ଧନ୍ୟ, ତୁମରି ଏଇଶ ଶରଣ ନର ନାରାୟଣ, ଆଉ କିଛି ଲୋଡ଼ା ନାହିଁ। ଆଉ କିଛି ଲୋଡ଼ା ନାହିଁ। हे जुग पुरुषोत्तमय बेल आसी सतनाम, हे जुग पुरुषोत्तम 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 बेल आसी सतनाम, हे जुग पुरुषोत्तम। हे नाम रे जोग, हे नाम रे भोग, हे नाम जीवन हरि। हे नाम मनने, हे नाम स्मरणे, दुख जाए अपसरी। हे नाम मनने, हे नाम स्मरणे, दुख जाए अपसरी। मधुर नामर
नासे मन रपरास मधुर नाम रस नासे मन रपरास मधुर नाम रस नासे मन रपरास मधुर नाम रस नासे मन रपरास टूटी मेर उसे भास्कर आलोकित पिला जहाँ सुत करिल जाग्रत कल जंजाल सत्तार पिला जहाँ सुत करिल जाग्रत कल जीवन संसार वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे परम प्रेममय श्री ठाकुर गुरुचंद्र जी जय परम प्रेममय श्री ठाकुर गुरुचंद्र जी जय परम प्रेममय श्री ठाकुर गुरुचंद्र जी जय परमाराध्या जगत जननी जी बड़भागी परमाराध्या जगत जननी जी बड़भागी परमाराध्या जगत जननी जी बड़भागी परम पूज्यपाद श्री 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 जी आचार्य देव परम पूज्यपाद श्री जी आचार्य देव परम पूज्यपाद श्री जी आचार्य देव वंदे पुरुषोत्तम वंदे आर्तवेद्रे वंदे वंदे अनुकृष्ट वंदे पुरुषोत्तम वंदे भाई समस्त को जय गुरु जय गुरु जय गुरु समस्त को निर्मल प्रभा माँ जय गुरु टीना माँ सड़वाड़ा माँ गीतांजलि माँ समस्त जय गुरु सरस्वती माँ जय गुरु मधु भाई जय गुरु